ପିଲାମାନେ ଆଜିର ଯୋଉ ତୁମମାନଙ୍କର ଟପିକ୍ ରହିଛି, ଏଠି ଆମେ କଣ କରିବା 2015 ଯୋଉ ତୁମର ଆର୍‌ଆଇରେ ରହିଛି, ସେଠି ତୁମର କଣ କଣ ଆସିଥିଲା? ତା ସହିତ ପିଲାମାନେ ତା ପୂର୍ବରୁ କଣ କଣ ଆସିଥିଲା? ତୁମେମାନେ ଗୋଟେ କଥା ଯଦି ଜାଣିନଥିବ 2015 ଏବଂ ତା ପୂର୍ବରୁ ଯୋଉ ଏକ୍ସାମ୍ ଗୁଡିକ ଆମ ଓଡିଶା ଗଭର୍ଣ୍ଣମେଣ୍ଟରେ ହେଇଛି ମୋ ପିଲାମାନେ, ସେଠୁ ବହୁତ ସାରା କ୍ୱେଶ୍ଚନ ତୁମମାନଙ୍କର କଣ ହଉଛି ନା ରିପିଟ୍ ହଉଛି। ବାରମ୍ବାର ସେ କ୍ୱେଶ୍ଚନ ଗୁଡା ରିପିଟ୍ ହଉଛି। ତେଣୁ ଆଜି ଆମେ କଣ କରିବା ସେ ସବୁ ଗୁଡିକୁ କମ୍ପ୍ଲିଟ୍ କରିବା। କିନ୍ତୁ ଭିଡିଓ ଆରମ୍ଭ କରିବା ପୂର୍ବରୁ ତମେମାନେ ଯଦି ପଚାରିବ ଯେ ସାର୍ ଆମେ ନୋଟ୍ କୋଉଠୁ ପାଇବା? ପିଲାମାନେ ଭିଡିଓ ଡେସ୍କ୍ରିପସନରେ ଆମର ଟେଲିଗ୍ରାମ ଯୋଉ ରହିଛି ଟେଲିଗ୍ରାମ ଗ୍ରୁପର ଲିଙ୍କ ରହିଛି। ତମେମାନେ ସେଠୁ ଯାଇକି କରିପାରିବ। ତା ସହିତ ଆମର ଆସନ୍ତା କାଲି ପାଖରୁ ଯୋଉ ରହିଛି ବେଚ୍ ଗୁଡିକ ଷ୍ଟାର୍ଟ ହେଇଯାଇଛି। କୋଉ ବେଚ୍ ନା ତମର ପଞ୍ଚାୟତ ବେଚ୍ ଯୋଉଟା କି ହଉଛି ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର ପାଇଁ। ତା ସହିତ ପିଲାମାନେ ଗୋଟେ ଯୋଉ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ପାଇଁ ରିଷ୍ଟାର୍ଟ ବେଚ୍, କର୍ଣ୍ଣ ବେଚ୍ ଏଇ ସବୁ ବେଚ୍ ଆମର ଷ୍ଟାର୍ଟ ହେଇଯାଇଛି। ଯଦି ତମେମାନେ କୌଣସି ବେଚରେ ବି ଏନରୋଲ କରିବା ପାଇଁ ଚାହୁଁଛ, ସିଏ ପଞ୍ଚାୟତ ବେଚ୍ ହଉ କିମ୍ବା ଯେକୌଣସି ବେଚରେ ହଉ, ତେବେ ତମେମାନେ ଆମର ଯୋଉ ଆପ୍ଲିକେସନ ରହିଛି ଅଲ୍ ଏକ୍ସାମ ସାଥୀ, ତାକୁ ତମେମାନେ ଇନଷ୍ଟଲ କରିକି ତମର ପ୍ରିପାରେସନ ଜର୍ଣ୍ଣିକୁ ଷ୍ଟାର୍ଟ କରିଦିଅ। ପିଲାମାନେ ତମେମାନେ ଚାହିଁଲେ ଆମର ଲାଇଭ କ୍ଲାସ ଯୋଉଟା କି ରେଗୁଲାରଲି ହଉଛି, ତାକୁ ମଧ୍ୟ ତମେମାନେ ଦେଖିପାରିବ। ଏବଂ ତା ସହିତ ଯୋଉମାନେ ବାରମ୍ବାର ପଚାରୁଛ ଯେ ସାର୍ ଆମେ କୋଉଠୁ ପାଇବା, ଯୋଉ ନୋଟ୍ ଗୁଡିକ କୋଉଠୁ ପାଇବା, ପିଲାମାନେ ତମେମାନେ ଆମର ଟେଲିଗ୍ରାମ ଗ୍ରୁପରେ ଜଏନ ହେଇକି ସେଠୁ ନୋଟ୍ ପାଇପାରିବ। ନହେଲେ ଆମ ଆପ୍ଲିକେସନ ଯାହାର ନାଁ ହେଲା ଅଲ୍ ଏକ୍ସାମ ସାଥୀ, ତାକୁ ତମେ ପ୍ଲେ ଷ୍ଟୋର ରୁ ଯାଇକି ଡାଉନଲୋଡ କରିକି ମଧ୍ୟ ତମେମାନେ ନୋଟ୍ ପାଇପାରିବ ହେଲା। ତ ଆଜିର ଯୋଉ ଟପିକ ରହିଛି ଏଟା ହଉଛି 2015 ରେ ତମର ଯୋଉ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଗୁଡିକ ଆସିଥିଲା, 2015 ରେ ଆସିଥିଲା, ତାକୁ ନେଇକି ପିଲାମାନେ ଆମେ କରିବା। କାରଣ ବହୁତ ସାରା କ୍ୱେଶ୍ଚନ ତମର ରିପିଟ୍ ହଉଛି ଏବଂ ତା ସହିତ 2025 ରେ ତମର କୋଉ ଭଳିଆ କ୍ୱେଶ୍ଚନ ଆସୁଛି, ତାକୁ ମଧ୍ୟ ଆମେ ପିଲାମାନେ କଣ କରିବା ଆଜିର ଭିଡିଓରେ ଆମେ ଡିସ୍କସନ କରିବା। ପ୍ରଥମ କଥା, ଆଉ ଗୋଟେ ଛୋଟ କଥା କହି ରଖୁଛି, ଯଦି ପିଲାମାନେ କୌଣସି କ୍ୱେଶ୍ଚନର ଆନ୍ସର ଭୁଲ ଅଛି, ତ ପିଲାମାନେ ତମମାନଙ୍କୁ ମୁଁ ରିକ୍ୱେଷ୍ଟ କରିବି ତମେମାନେ କମେଣ୍ଟ ସେକ୍ସନରେ ତାର ଆନ୍ସର ଲେଖିଦବ। କେନେ ନା ମୁଁ ଯେତେବେଳେ ତୁମମାନଙ୍କ ପାଇଁ କ୍ୱେଶ୍ଚନ ପିଲାମାନେ ବନାଏ, ତାର ଆନ୍ସର ସେଠି ନଥାଏ। ମତେ ଯୋଉ ଗୁଡିକ ଆସେ ମୁଁ ପିଲାମାନେ ତାକୁ ତୁମମାନଙ୍କୁ କହିଦିଏ, ମତେ ଯୋଉଗୁଡାକ ଠିକ ଲାଗେ। ଇନ କେସ୍ କୌଣସିର ଆନ୍ସର ଯଦି ଭୁଲ ଅଛି ବା ତମକୁ ଲାଗୁଛି ଯେ ନା ସାର୍ ଆର ଆନ୍ସର ଏଟା ହବ ନାହିଁ, ତେବେ ମୁଁ ତମମାନଙ୍କୁ ରିକ୍ୱେଷ୍ଟ କରିବି ତମେମାନେ ତାକୁ ଯୋଉ କମେଣ୍ଟ ସେକ୍ସନରେ ତାର ସଠିକ ଆନ୍ସରଟା ଲେଖିଦବା ପାଇଁ ହେଲା। ଏବଂ ଯୋଉ ପିଲାମାନେ ମୁଁ ଯୋଉ କ୍ୱେଶ୍ଚନ ପଚାରୁଛି, ଯଦି ତମେମାନେ ପିଲାମାନେ କରେକ୍ଟ ଆନ୍ସର ଦଉଛ, ତେବେ ତମେମାନେ ଯଦି ବେଚ୍ ବି ନ କିଣିଛ, ତମେମାନେ ଫ୍ରିରେ ଆମ ବେଚରେ ପଢିପାରିବ। ତେଣୁ ସବୁ ପିଲା ଟ୍ରାଏ କର ଯୋଉ ତୁମର ଆନ୍ସର ଗୁଡାକର ଯୋଉ ରହୁଛି ବା ଯୋଉ ଆନ୍ସର ଗୁଡାକ ମୁଁ ତୁମକୁ ପଚାରୁଛି ତାର ଆନ୍ସର ତମେମାନେ କରେକ୍ଟଲି ଦବା ପାଇଁ ହେଲା। ଚାଲ ପ୍ରଥମ କ୍ୱେଶ୍ଚନ ପିଲାମାନେ ମୋ ଛୁଆମାନେ ଦେଖ ସିଏ ତୁମକୁ କଣ ପଚାରୁଛି। ପ୍ରଥମ କ୍ୱେଶ୍ଚନ ପଚାରୁଛି ଆ ଭିତରୁ କୋଉଟା ଗୋଟେ ମ୍ୟାଲେରିଆ ରୋଗର ଲକ୍ଷଣ ନୁହେଁ। ପିଲାମାନେ ତମେ ଜାଣିଥିବ ଯୋଉ ତୁମର ମାଇ ଏନୋଫିଲିସ୍ ମଶା, এটা କାମୁଡିବା ଦ୍ୱାରା ତମର କଣ ହୁଏ ନା ତମର ମ୍ୟାଲେରିଆ ହୁଏ। ଯେତେବେଳେ ତମର ମ୍ୟାଲେରିଆ ହଉଛି ପିଲାମାନେ ଶରୀରର ତାପମାତ୍ରା ବଢିବ, ବାନ୍ତି ଲାଗିବ। କିନ୍ତୁ ଶରୀରଟା ଯୋଉ ଥଣ୍ଡା ଲାଗିବା, ଏଇଟା ପିଲାମାନେ ଥରିବା ଥଣ୍ଡା ଲାଗିବା, ଏଟା ତମର ମ୍ୟାଲେରିଆ ରୋଗର ଲକ୍ଷଣ ନୁହେଁ। ଏକ ନମ୍ବର ଏ ତମର ହଉଛି କରେକ୍ଟ ଆନ୍ସର। ହଉ, ଦ୍ୱିତୀୟ କ୍ୱେଶ୍ଚନ ପିଲାମାନେ ଯିବା, ଯୋଉ ତୁମର ତେହେରୀ ହାଇଡ୍ରୋ ପାୱାର କମ୍ପ୍ଲେକ୍ସ ରହିଛି, ତେହେରୀ ହାଇଡ୍ରୋ ପାୱାର କମ୍ପ୍ଲେକ୍ସ, ଏଟା ତମର କୋଉ ନଦୀ ଉପରେ ତିଆରି ହେଇଛି? ଏଇଟା ପିଲାମାନେ ବହୁତ ବଡ ବଡ ମାନେ ବହୁତ ଥର ତମର ଆସେ। ଯଦି ତମର ହାଇଏଷ୍ଟ ଡ୍ୟାମ ପିଲାମାନେ ଏକ୍ସାମରେ ଯଦି ତମର ଆସିଲା ଯେ ତମର ସବୁଠୁ ହାଇଏଷ୍ଟ ଡ୍ୟାମ କୋଉଟା, ତାହେଲେ ତୁମେ ପିଲାମାନେ କହିବ ସେଟା ହଉଛି ତମର ତେହେରୀ ଡ୍ୟାମ। ଏଟା ହଉଛି ସବୁଠୁ କଣ ନା ସବୁଠୁ ହାଇଏଷ୍ଟ ଡ୍ୟାମ। ଏବଂ ଏଇଟା ତମର ଯୋଉ ହେଇଛି ତେହେରୀ, ତେରୀ, ଭାଗ, ଭାଗୀରଥୀ ହେଲା। ଦେଖ ତେହେରୀ, ଭାଗୀ, ଜି ଜି ଆସୁଛି, ତେହେରୀଟା ତମର ହଉଛି ଭାଗୀରଥୀ ନଦୀ ଉପରେ ପିଲାମାନେ ତମର ଏଇ ଡ୍ୟାମଟା ହେଇଛି। ହଉ, ମତେ କ୍ୱେଶ୍ଚନ ପିଲାମାନେ କୁହ, ନିମ୍ନଲିଖିତ ମଧ୍ୟରୁ କୋଉଟା ତମର ହଉଛି ଗୋଟେ ମାନେ କଣ ନର୍ଥ ରିଭର ନୁହେଁ, ନର୍ଥର୍ନ ରିଭର ନୁହେଁ। ଯଦି ପିଲାମାନେ ମୁଁ ତୁମକୁ ଭାଗ କରିବି, ଏଟା ହେଲା ଇଷ୍ଟ, ଏଟା ହେଲା ୱେଷ୍ଟ, ଏଟା ହେଲା ନର୍ଥ, ଏଟା ହେଲା ସାଉଥ। ସେ କହିଛି କୋଉଠି ଉତ୍ତର ଭାରତର ଗୋଟେ ନଦୀ ନୁହେଁ। ଉତ୍ତର ଭାରତ ପିଲାମାନେ ଆମେ କୋଉଟା କହୁଛେ ପୂର୍ବ, ଏଟା ହେଲା ପୂର୍ବ, ପଶ୍ଚିମ, ଉତ୍ତର ଭାରତ ଏଇପଟେ କହୁଛେ। ଘାଗରାଟା ପିଲାମାନେ ତମର ହଉଛି ଉତ୍ତର ଭାରତ। କୋଶି ନଦୀ ତମର ହଉଛି କୋଉଟା ପିଲାମାନେ ନୁହେଁ, ଏଟା ତମର ହଉଛି ପିଲାମାନେ 3 ନମ୍ବର ହବ ଡି, ତାପ୍ତି ନଦୀ। ତାପ୍ତି ନଦୀଟା ପିଲାମାନେ ତମର ଉତ୍ତର ଭାରତ ନୁହେଁ, ଏଟା ତମର ହଉଛି ଗୋଟେ ଗୁଜୁରାଟର ହେଲା। ଗୁଜୁରାଟର ଯୋଉଟା ତମର ହେଲା ନଦୀ, ବେଳେ ବେଳେ କ୍ୱେଶ୍ଚନ ଆସିଯାଏ ଯେ ଏଇ ଯୋଉ ତାପ୍ତି ନଦୀଟା ମୋ ପିଲା ଅଛି, ଏଟା ତମର କୋଉଠୁ ବାହାରିଛି? ମନେ ରଖିଥାଅ ପିଲାମାନେ, ତୁମର ମଧ୍ୟପ୍ରଦେଶର ଯୋଉ ତମର ସାତପୁରା ରେଞ୍ଜ ଅଛି, ସାତପୁରା ରେଞ୍ଜରୁ ତମର ଏଇ ତାପ୍ତି ନଦୀ ତମର ପିଲାମାନେ ଏଟା ଆସିଛି। ଏବଂ ଏଇ ଯୋଉ କୋଶି ନଦୀଟା ପିଲାମାନେ ଏଟା ହଉଛି ତମର କୋଉଠି ନା ବିହାର। ତାକୁ ଟିକେ ମନେ ରଖିଥିବ। ଯେମିତି ତୁମେ ଜାଣିଛ ସର ଅଫ ବିହାର ଯଦି କ୍ୱେଶ୍ଚନ ଆସିଲା ବେଳେ ବେଳେ ଆସେ, ସର ଅଫ ବିହାର କୋଉଟା ହବ?
সেটা হচ্ছে তোমার কোସି। স্ୱର ମାନେ ବୁଝିପାରୁଛ ମାନେ ଦୁଃଖ ହେଲା। ସ୍ୱର ଅଫ୍ ଓଡ଼ିଶା କୋଉଟା ପିଲାମାନେ ସେଟା ହେଲା ଆମର ମହାନଦୀ। ଏଟା ବେଳେ ବେଳେ ମଧ୍ୟ ତମର ଏକ୍ସାମ ରେ ଆସିଯାଏ। ସ୍ୱର ଅଫ୍ ବିହାର ଆଉ ସ୍ୱର ଅଫ୍ ହଉଛି ଓଡ଼ିଶା। ସବୁ ପିଲାଙ୍କୁ ମୁଁ ରିକ୍ୱେଷ୍ଟ କରିବି ଭିଡିଓଟାକୁ ପିଲାମାନେ ଲାଷ୍ଟ ପର୍ଯ୍ୟନ୍ତ ଦେଖ, କାରଣ ତମର ଆଜି ପର୍ଯ୍ୟନ୍ତ ଯେତିକି କ୍ୱେଶ୍ଚନ ତମର ଆସିଛି ମୁଁ ସେଇ କ୍ୱେଶ୍ଚନ ଗୁଡ଼ିକ ମଧ୍ୟ ତମର ଆସିଛି ମାନେ ନେଇକି ଆସିଛି। ଯେତିକି ତମର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଗୁଡ଼ିକ ପୂର୍ବରୁ ପଡିଥିଲା ମୁଁ ସେଗୁଡ଼ିକ ମଧ୍ୟ ନେଇକି ଆସିଛି, ତାକୁ ମଧ୍ୟ ଆଜି ଆମେ ଡିସ୍କସନ କରିବା ହେଲା। ବହୁତ ସିଓର ସର୍ଟ ଏବଂ କ୍ୱେଶ୍ଚନ ପିଲାମାନେ ବାରମ୍ବାର ବାରମ୍ବାର ମୁଁ କହୁଛି ରିପିଟ କରୁଛି, ତେଣୁ ଟିକେ ଧୈର୍ଯ୍ୟ ଧରିବ, ଶେଷ ପର୍ଯ୍ୟନ୍ତ ଭିଡିଓକୁ ନିଶ୍ଚୟ ରୂପରେ ଦେଖିବ। ଏଇଠି ଦେଖ ସିଏ ତୁମକୁ ପିଲାମାନେ କହିଛି ଯେ ଜନଜାତି ଏବଂ କୋଉଠି ସେମାନେ ଯୋଉ ତୁମ ରହିଛନ୍ତି ତାକୁ ତମମାନଙ୍କୁ ମିଳେଇବା ପାଇଁ ସେ କହିଛି। ଯେମିତି ତୁମର ଆଫ୍ରିଡିୟସ ମାନେ କୋଉଠି ରୁହନ୍ତି ଦେଖ, ଏଇଟା ପିଲାମାନେ ହବ ଯୋଉ ତୁମର ଆଫ୍ରିଡସ୍ ଯୋଉ ତୁମର ରହିଛନ୍ତି 1 ନମ୍ବର ପିଲାମାନେ ହବ, ଏମାନେ କୋଉଠି ରୁହନ୍ତି ନା ତୁମର ହଉଛି ପାକିସ୍ତାନ ହେଲା, ଏମାନେ ରୁହନ୍ତି। ସେମିତି ଦେଖ ତୁମର ଯୋଉ ଜିଲ୍ ମାନେ ଯୋଉ ଯାଉଛି 2 ନମ୍ବରଟା, 2 ନମ୍ବରଟା ପିଲାମାନେ କୋଉଟା, ଏଟା ହବ ତୁମର ମଧ୍ୟପ୍ରଦେଶ। ତେଣୁ ଆର କରେକ୍ଟ ଆନ୍ସର 4 ନମ୍ବର କରେକ୍ଟ ଆନ୍ସର ହବ ଅପସନ ସି ହବ ଏହାର କରେକ୍ଟ ଆନ୍ସର। ତମେ ଭିଡିଓକୁ ଟିକେ ପଜ କରିକି ପିଲାମାନେ ଦେଖିଦବ, ମୁଁ 11 ଗୁଡ଼ିକର ଟାଇମ ୱେଷ୍ଟ କରିବା ପାଇଁ ଚାହୁଁନି। 5 ନମ୍ବର ଦେଖ ପିଲାମାନେ, ତମେ ସବୁବେଳେ ମନେ ରଖିଥାଅ ଯେତେବେଳେ ଏଇଭଳିଆ କ୍ୱେଶ୍ଚନ ଆସିବ ତମେ ପ୍ରଥମେ ପିଲାମାନେ କଣ କରିବ, ଆଗେ ଦେଖିବ ତମେ କୋଉଟା ଜାଣିଛ, ଯୋଉଟା ଜାଣିଛ ପିଲାମାନେ ତାକୁ କରିବ। ତମେ ଜାଣିଛ ପ୍ରଜ୍ଞାନ ଓଝା ଇଏ ହଉଛନ୍ତି କ୍ରିକେଟର, ତମେ ଜାଣିଛ ପିଲାମାନେ, ତାହେଲେ ଦେଖ ଆମେ ଜାଣିଲେ 3 ନମ୍ବର ହଉଛି ଆଇ। 3 ନମ୍ବର ଆଇ କାହିଁ ପିଲାମାନେ, ଏଠି ଦେଖ 3 ନମ୍ବର ଭି, ଏଠି ଦେଖ ଆଇ ଭି, କାଟିଦେଲ। ଏଇ ଦୁଇଟା ଯାକ ଦେଖ ପିଲାମାନେ ଠିକ ଅଛି। ତୁମେ ଜାଣିଛ ଦିଲ୍ଲୀପ ତିର୍କି ଯିଏ କି ହଉଛନ୍ତି ଓଡ଼ିଶାର ଜଣେ ପ୍ରସିଦ୍ଧ ହକି ଖେଳାଳି, ତାହେଲେ 2 ନମ୍ବର ପିଲାମାନେ ତୁମର କୋଉଟା ହବ 3। 2 ନମ୍ବରଟା 3 ଦେଖ, ଇଏ ବି ଦେଖ ଅଛି, ଇଏ ବି ଅଛି, ଆମକୁ ଟିକେ କରିଦେଲା। ବୁଝିଆ ସିଂ ପିଲାମାନେ ଆମେ ଜାଣିଛେ ଚାଇଲ୍ଡ ମାରାଥନ, ହଁ କି ନା, ସେ ତୁମର ଧାଆନ୍ତି ଯୋଉ ବୁଝିଆ ସିଂ ଛୋଟବେଳେ। 5 ନମ୍ବର ହେଲା ଆଇଭି, ତେଣୁ ଅପସନ ବି ହବ ପିଲାମାନେ ଏହାର କରେକ୍ଟ ଆନ୍ସର ହେଲା। ଦେଖ 5 ନମ୍ବର ତୁମର ଆଇଭି। ସବୁବେଳେ ତମେ ଏମିତି କରିବ, ଯୋଉଗୁଡାକୁ ଜାଣିଛ ପ୍ରଥମେ ଆଗେ ତାକୁ କରିବ, ତାପରେ ତମେ ଯୋଉଗୁଡାକୁ ଜାଣିନ ତାପରେ ତମେ ସେଗୁଡାକୁ କରିବ, ଏଟା ସବୁବେଳେ ମନେ ରଖିବ। ଏଡମଣ୍ଡ ହିଲେରୀ ଏବଂ ପିଲାମାନେ ତମର ହଉଛି ଆଉ ଜଣେ ନାଁ ହେଲା କଣ, ତେଜିଂ ନରୱେ। ଏଇ 2 ଜଣ ପିଲାମାନେ ଯୋଉ ତମର ଥିଲେ, ଏମାନେ ପିଲାମାନେ କେବେ ଯାଇଥିଲେ? ଏଇ ଯୋଉ ଏଡମଣ୍ଡ ହିଲେରୀ ପିଲାମାନେ, ଏମାନେ ପ୍ରଥମ ଲୋକ ଯୋଉମାନେ କି ତୁମର ମହାକାଶ ଯୋଉ ମହାକାଶ କହିଦେଲି ଏଭରେଷ୍ଟ ଶୃଙ୍ଗ ଚଢିଥିଲେ। ଏଇ ଯୋଉ ଏଡମଣ୍ଡ ହିଲାରୀ ପିଲାମାନେ ଥିଲେ ଇଏ ତୁମର ଥିଲେ ନ୍ୟୁଜିଲାଣ୍ଡର ହେଲା, ଇଏ ତୁମର ଥିଲେ ନ୍ୟୁଜିଲାଣ୍ଡର। ଏବଂ ତେଜିଂ ନରୱେ ଇଏ ତୁମର କୋଉଠି ଥିଲେ ପିଲାମାନେ, ଇଏ ତୁମର ନେପାଳରୁ ବିଲଙ୍ଗସ କରନ୍ତି। ଏମାନେ ପ୍ରଥମ ଥର 29 ମେ 1953 ରେ ମୋ ଛୁଆ ଏମାନେ ପ୍ରଥମେ ଯାଇଥିଲେ। ଏଇଟା ତୁମର ବହୁତ ଟାଇମରେ ଏକ୍ସାମରେ ଆସେ ଏବଂ ଏମାନେ ପ୍ରଥମ ଲୋକ ଯୋଉମାନେ କି ଏଭରେଷ୍ଟ ଶୃଙ୍ଗକୁ ଚଢିଥିଲେ। ଏଡମଣ୍ଡ ହିଲାରୀ ଯିଏ କି ନ୍ୟୁଜିଲାଣ୍ଡର ଥିଲେ ଏବଂ ତେଜିଂ ନରୱେ ଯିଏ କି ନେପାଳର ଥିଲେ। এইটা ଗୋଟେ তোমার স্টেটমেন্ট ଥିଲା ଯେ ହୁ ରୋଟ୍ କିଏ ଲେଖିଥିଲେ ଯେ ପଲିଟିସିଆନ୍ ଦ ସେମ୍ ଅଲ୍ ଓଭର ଦେ ପ୍ରମିସ ଟୁ ବିଲ୍ଡ ବ୍ରିଜ ଇଭେନ୍ ଦେୟାର ଇଜ नो ରିଭର। ପଲିଟିସିଆନ ମାନେ ହଉଛନ୍ତି ଗୋଟେ ଏମିତି ଲୋକ ସେମାନେ ଏମିତି ଜାଗାରେ ପୋଲ ତିଆରି କରିବେ ଯୋଉଠି କଣ ନଥିବ ରେ ବାବା, ଯୋଉଠି କେବେ ବି ପୋଲ ନଥିବ। ଏକଥା ପିଲାମାନେ କିଏ ଲେଖିଥିଲେ, ଏକଥା ଲେଖିଥିଲେ ନିକିତା କୋଶ୍ଚେପ ହେଲା। ସିଏ ପିଲାମାନେ ଯୋଉ ତୁମର ନିକିତା କୋଶ୍ଚେପ ସିଏ ତୁମର ଏ କଥାଟା ଲେଖିଥିଲେ। 7 ନମ୍ବର ଅପସନ ବି ହଉଛି ଏହାର କରେକ୍ଟ ଆନ୍ସର। ଦେଖ এইটা তোমার ଗୋଟେ ପିଲାମାନେ ଦେଖ, ଏଇ ତୁମର ପ୍ରିଭିୟସଲି ଆସିଥିଲା, ଏଟା ଦେଖ ତୁମର ଦକ୍ଷିଣ କୋରିଆରେ ବ୍ୟବହୃତ ମୁଦ୍ରା ଅଛି, ଏଟା ତୁମର ଜାପାନର ଆସିଥିଲା। ଏଇ ଯୋଉ ତମର ପ୍ରଥମ ସିଫ୍ଟ ଦିନ, ଯୋଉ ଦିନ ପ୍ରଥମ ସିଫ୍ଟ ହେଲା ସେଦିନ ତୁମର ଆସିଥିଲା ଜାପାନର ତାଙ୍କର ରାଜଧାନୀ ଆସିପାରେ, ଜାପାନର ମୁଦ୍ରା ଆସିପାରେ ହେଲା। ଏଗୁଡିକ ପିଲାମାନେ ତୁମର ଆସିବ। ଏଠି ଦେଖ ତୁମର ଦକ୍ଷିଣ କୋରିଆ ପଡିଥିଲା, ଏଥର ଦେଖ ତୁମର ଜାପାନ ପଡିଥିଲା। ସେଥିପାଇଁ ମୁଁ କହୁଛି ବାରମ୍ବାର ପିଲାମାନେ କ୍ୱେଶ୍ଚନ ଗୁଡିକ ତୁମର ହଉଛି ମାନେ ଇଏ ହଉଛି ବାରମ୍ବାର ବାରମ୍ବାର ରିପିଟେଡ ହଉଛି। ହଉ, ଦକ୍ଷିଣ କୋରିଆ ପିଲାମାନେ କଣ ହବ ମନେ ରଖିଥା ମୋ ଛୁଆ, ଦକ୍ଷିଣ କୋରିଆ ତମର ହଉଛି ୱନ, ଦକ୍ଷିଣ କୋରିଆର ମୁଦ୍ରା ହଉଛି ୱନ। ଯଦି ତୁମକୁ ସେ ପଚାରିଲା ଯେ ଦକ୍ଷିଣ କୋରିଆର କ୍ୟାପିଟାଲ କୋଉଠି, ତାର କ୍ୟାପିଟାଲ ପିଲାମାନେ ହେଲା ସିଓଲ ହେଲା, ସିଓଲ, ଏଟା ଟିକେ ମନେ ରଖିଥିବ। ବେଳେ ବେଳେ ପଚାରି ଦିଏ ତାର ପ୍ରେସିଡେଣ୍ଟ ନାଁ ମଧ୍ୟ ପଚାରି ଦିଏ। ପ୍ରେସିଡେଣ୍ଟ ତମର ହେଲା ପିଲାମାନେ କିଏ, ଲେ ଜୋ, ଇଏ ହେଲେ ତୁମର ପ୍ରେସିଡେଣ୍ଟ ଏବଂ ସିଓଲ ହେଲା ତୁମର କ୍ୟାପିଟାଲ। ଏଇଟା ମଧ୍ୟ ତମର ବହୁତ ସମୟରେ ମୋ ଛୁଆ ଆସେ। ହଉ, ଗୋଟେ କୃତ୍ରିମ ଉପଗ୍ରହ, କୃତ୍ରିମ ଉପଗ୍ରହ ପିଲାମାନେ তুমি ଜାଣିଛ ଜିଓ ଷ୍ଟେସନାରୀ ଅର୍କିଡ। এইটা দেখো ପିଲାମାନେ କହୁଛେ এইଟାକୁ ଆମେ এটা ଅର୍କିଡ ଅର୍ବିଟ ଛୁଆ, ଅର୍କିଡ ଲେଖା ହେଇଛି। ଗୋଟେ କୃତ୍ରିମ ଉପଗ୍ରହ ମାନେ ଯାହାକୁ ଆମେ ସ୍ୟାଟେଲାଇଟ ବୋଲି କହୁଛେ, ସେଟା ଗୋଟେ ଜିଓ ଷ୍ଟେସନାରୀ ଅର୍ବିଟ ମାନେ এইটা, এটা তোমার ହେଲା ତୁମର କଣ ନା, এটা ଛୁଆ ହେଲା ଗୋଟେ ଜିଓ ଷ୍ଟେସନାରୀ ଅର୍ବିଟ ଅଛି ବୋଲିକି ଆମେ ତାକୁ କେତେବେଳେ କହିବା, କେତେବେଳେ କହିବା ଯେ ଗୋଟେ କୃତ୍ରିମ ଉପଗ୍ରହ ଜିଓ ସ୍ୟାଟେଲାଇଟ ରହିଛି। ପିଲାମାନେ ଦେଖିବ ଇଏ ତୁମର କଣ କରିବ, ଯେତେବେଳେ ତାର ରୋଟେସନଟା କେତେ ହଉଥିବ ନା ତମର 24 ଘଣ୍ଟା ହଉଥିବ ଏବଂ ଏଟା ସମୁଦ୍ର ପତନ ଠାରୁ ପିଲାମାନେ କେତେ ଥିବ ନା ମାନେ 36,000 କିଲୋମିଟର ଦୂରିଆରେ ଥିବ। ସେତେବେଳେ ପିଲାମାନେ ଆମେ କହିପାରିବା
ଯେ ଏଟା ହଉଛି ତମର ଗୋଟେ କୃତ୍ରିମ ଉପଗ୍ରହ ଜିଓ ଷ୍ଟେସନାରୀ ଅର୍ବିଟ ରେ ଅଛି ବୋଲିକି ମନେ ରହିଲା। ପ୍ରଥମ କଥା ହେଲା କଣ ତାର ଯୋଉ ଟାଇମ ଟା ପିଲାମାନେ ତାର ଟାଇମ ଆମେ ଜାଣିଛେ ଯେ 24 ଘଣ୍ଟା ବୁଲୁଛି ସେ ଯାହା ଦ୍ୱାରା କି ଆମର ଦିନ ରାତି ହଉଛି ତାର ଟାଇମ ଟା ମୋ ଛୁଆ ହେଇଥିବ 24 ଘଣ୍ଟା ଏବଂ ସେଟା ସମୁଦ୍ର ପତନ ଠାରୁ କେତେ ଥିବ ରେ ବାବା ତୁମର 36,000 କିଲୋମିଟର ଯଦି ଉଚ୍ଚତାରେ ଥିବ ତାହେଲେ ଆମେ ଜାଣିବା ଯେ ଗୋଟେ ସ୍ୟାଟେଲାଇଟ ଜିଓ ଷ୍ଟେସନାରୀ ଅର୍ବିଟ ରେ ଅଛି ବୋଲି ହେଲା। 9 ନମ୍ବର ଅପସନ ବି ହବ ଏହାର କରେକ୍ଟ आंसर। ନିମ୍ନଲିଖିତ ମଧ୍ୟରୁ କିଏ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ନଥିଲେ ଆଙ୍କ ଭିତରେ ଜଣଙ୍କ ନାଁ ପିଲାମାନେ କୁହ ଯିଏ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ନଥିଲେ। ଦେଖ ଏଟା ପିଲାମାନେ ହଉଛି କିଏ ତୁମର ପିଲାମାନେ ନା ତୁମର ହଉଛି ଉଦୟ ଶଙ୍କର 10 ନମ୍ବର କରେକ୍ଟ आंसर ହବ ଉଦୟ ଶଙ୍କର। ସେ ପିଲାମାନେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ସେ ଜଣେ ନଥିଲେ 10 ନମ୍ବର ବି ହବ ଏହାର କରେକ୍ଟ आंसर। ଏଟା ତୁମର ହଉଛି କଣ ପିଲାମାନେ ତାଙ୍କ ଘର ହେଲା କୋଲକାତା ହେଲା ସେ ଓଡ଼ିଶୀ ନୃତ୍ୟଶିଳ୍ପୀ ନଥିଲେ ମନେ ରହିବ ଆଉ ସମସ୍ତେ ଥିଲେ ଗୁରୁ କେଳୁଚରଣ ମହାପାତ୍ର ସମସ୍ତେ ତମର ଥିଲେ। 11 ନମ୍ବରଟା ସିଏ କଣ କହିଛି ନା ତମର ଯୋଉ ଟାଉନ ରହିଛି ଆଉ ତାର ଇଣ୍ଡଷ୍ଟ୍ରି ରହିଛି ଆକୁ ଟିକେ ତମ ମାନଙ୍କୁ କଣ କରିବା ପାଇଁ ପଡିବ ଠିକ କରିବା ପାଇଁ ପଡିବ। ଦେଖ ତମେ ପିଲାମାନେ ଜାଣିଛ କି ଜାଣିନ ମୁଁ ଏଟା କହିପାରିବିନି এটা তুমি ଜାଣିଛ ନା ପିଲାମାନେ ବେଙ୍ଗଲୋର ଟା ତୁମର ଯୋଉ ଏରୋଲିଫ୍ଟ ର ତୁମର ଯୋଉ ଇଏ ରହିଛି ତୁମର ବେଙ୍ଗଲୋରରେ ପିଲାମାନେ ଅଛି ହେଲା ତୁମର ଯେତିକି ବି ଏୟାର ର ଯେତିକି ଜିନିଷ ରହିଛି ସେଟା ସବୁ ପିଲାମାନେ ବେଙ୍ଗଲୋରରେ ଅଛି ଏଟା ତୁମେ ଜାଣିଥିବ। କୋଚିନ ରେ ପିଲାମାନେ ତୁମର ବୁଡା ଜାହାଜ ତିଆରି କାରଖାନା ଅଛି ଏଟା ତୁମେ ବି ଜାଣିଥିବ। ବେଙ୍ଗଲୋରରେ ତୁମର ହେଲା ଉଡା ଜାହାଜ। ଗୁଜରାଟ ପିଲାମାନେ ତମେ ଜାଣିଛ ନା ବହୁତ ଜଣ କୁହନ୍ତି ଯେ ଗୁଜରାଟର ତୁମର ଯୋଉ ରହିଥିବା ସୁରତରେ ସେଠି ସୂତା କଳ ଅଛି ଦେଖିବ ସବୁ କୁହନ୍ତି ନା ଆମର ତ ଖାଲି ସୁରଟ ଆଉ ହେଲା ଅହମ୍ମଦାବାଦରେ ତୁମର ଟେକ୍ସଟାଇଲ ଜିନିଷ ତାଙ୍କର ବହୁତ ରହିଛି ତେଣୁ ସବୁ ଗୁଡାକ ପିଲାମାନେ କରେକ୍ଟ ଫର୍ମରେ ଅଛି ଦୁଇଟା ବି ତିନିଟା ସି ତେଣୁ ଏଟା ହବ 1 ନମ୍ବରଟା ହବ ଆର କରେକ୍ଟ आंसर ହେଲା। ଚାଲ ଏଇ ଯୋଉ ସନ୍ ଟେମ୍ପଲ ପିଲାମାନେ ଯଦି ତୁମର କ୍ୱେଶ୍ଚନ ଆସିଲା ସନ୍ ଟେମ୍ପଲ ଯୋଉଟାକୁ ଆମର କିଏ ତିଆରି କରିଥିଲେ ନା ତମର ଇଷ୍ଟର୍ନ ଗଙ୍ଗା ଡାଇନେଷ୍ଟି ଯୋଉ ସେତେବେଳେ ତୁମର ଗୋଟେ ଶାସନ କରୁଥିଲା ଇଷ୍ଟର୍ନ ଗଙ୍ଗା ଡାଇନେଷ୍ଟି ଯୋଉ ତୁମର ଶାସନ କରୁଥିଲା ତାଙ୍କର ଜଣେ ରାଜା ଥିଲେ ଯାହାଙ୍କ ନାମ ଥିଲା ନରସିଂହ ଦେବ ଲାଙ୍ଗୁଡା ନରସିଂହ ଦେବ ଯିଏ କି 1250 ମସିହାରେ ସେ ତୁମର ପିଲାମାନେ କଣ କରିଥିଲେ ନା ତମର ହଉଛି ଯୋଉ ସନ୍ ଟେମ୍ପଲ ବା ସୂର୍ଯ୍ୟ ମନ୍ଦିର ସେ ତିଆରି କରିଥିଲେ ହେଲା। ଏବଂ ଏଠି ପିଲାମାନେ ତୁମର କେତେଟା ଘୋଡାରେ ବାବା ଏଠି ତୁମର ହଉଛି 7ଟି ଘୋଡା ଏବଂ 12ଟି ଚକ ତୁମର ଲାଗିଥିଲା। ଚାଲ ତାପରେ କ୍ୱେଶ୍ଚନ କୁ ଯିବା। ଭାରତର ପ୍ରଥମ ରେଳ ସେବା ଯୋଉଟା ତୁମର ପିଲାମାନେ ବମ୍ବେରୁ ଥାନେ ଭିତରେ ଷ୍ଟାର୍ଟ ହେଇଥିଲା କେତେ କିଲୋମିଟର ଏଟା ତୁମର ହଉଛି 34 ଏଟା ତୁମର ବେଳେ ବେଳେ ଆସିଯାଏ ଯେ କେତେ କିଲୋମିଟର ତୁମର ଚାଲିଥିଲା ବମ୍ବେରୁ ଥାନେ ହଉଛି ତୁମର 34 କିଲୋମିଟର ଏଟା ତୁମର କିଏ କରିଥିଲେ ମାନେ ସରି କେବେ ହେଇଥିଲା ଏଟା ତୁମର ପିଲାମାନେ ହେଇଥିଲା 18 ଏପ୍ରିଲ 1853 ରେ ତୁମର ହେଇଥିଲା 13 ନମ୍ବର ଅପସନ ବି ହବ ଏହାର କରେକ୍ଟ आंसर ଏବଂ ମାନେ 80 କିଲୋମିଟର। ଭାରତ ରେଳ ଯୋଉଟା କି ପୃଥିବୀର ଦ୍ୱିତୀୟ ବୃହତ୍ତମ ଏଟା ପିଲାମାନେ ସେତେବେଳେ ଥିଲା ଯେତେବେଳେ ତୁମର 2015 ରେ ଯେତେବେଳେ ଆସିଥିଲା ସେତେବେଳେ ତୁମର ଭାରତୀୟ ରେଳ ଦ୍ୱିତୀୟ ବୃହତ୍ତମ ଥିଲା ଏବେ କିନ୍ତୁ ନାହିଁ ଏବେ ମେ ବି ବୋଧେ ୟୁଏସଏ ତୁମର ଫାର୍ଷ୍ଟ ଅଛି ଏବଂ ସେକେଣ୍ଡ ରେ ତୁମର ଜାପାନ ହେଇଗଲାଣି ବୋଧେ ହେଲା ସେକେଣ୍ଡ ବୋଧେ ତୁମର ଜାପାନ ଅଛି ତୁମେ ଟିକେ ଗୁଗଲ କରିଦବ। ତ ଏଠି ତମର ସିଏ କହିଛି ପ୍ୟାସେଞ୍ଜର କେତେ ନିଏ ଆଉ କାର୍ଗୋ କେତେ ପରସେଣ୍ଟ ହଉଛି ପ୍ୟାସେଞ୍ଜର ଏବଂ କେତେ ପରସେଣ୍ଟ ହଉଛି କାର୍ଗୋ କାର୍ଗୋ ମାନେ ବୁଝିପାରୁଛ ନା ନାହିଁ ତମର ଯୋଉ ଜିନିଷ ପତ୍ର ଯୋଉ ନିଆଯାଏ ଏଇଟା ପିଲାମାନେ ହବ 70% ଆମର ନିଏ ହଉଛି ପ୍ୟାସେଞ୍ଜର ଏବଂ 75% ତମର ହଉଛି କାର୍ଗୋ ବା ଯୋଉଟା କି ଆମେ ମାଲ ବୋଲି କହୁଛେ ହେଲା 14 ନମ୍ବର କରେକ୍ଟ आंसर ତମର ହବ। ଆ ଭିତରୁ ଫୁସଫୁସ ର କାମ କୋଉଟା which of the following statement is incorrect କୋଉଟା ନୁହେଁ ଦ ଫଙ୍କସନ ଅଫ ଲଙ୍ଗସ ପିଲାମାନେ ତମେ ଜାଣିଛ ଆମର ଯୋଉ ଫୁସଫୁସ ଟା ରହୁଛି ତାର କାମ ହେଲା କଣ ରକ୍ତ ବିଶୋଧନ କରିବା ପ୍ୟୁରିଫାୟର ଅଫ ବ୍ଲଡ ଏଟା ତମେ ଜାଣିଛ ଏବଂ ବିଶୋଧନ ସେ କେମିତି କରୁଛି ନା ଯୋଉ ରକ୍ତରୁ ଯୋଉ ତମର କାର୍ବନ ଡାଇଅକ୍ସାଇଡ ରହୁଛି ତାକୁ ସିଏ କଣ କରୁଛି ଅଲଗା କରୁଛି ଏଟା ମଧ୍ୟ ତାର କାମ 2 ନମ୍ବରଟା ମଧ୍ୟ ତୁମର ହବ କରେକ୍ଟ आंसर। କିନ୍ତୁ ଏଟା ପିଲାମାନେ ଦେଖ ଶରୀରର ସମସ୍ତ ଅଙ୍ଗକୁ ବିଶୁଦ୍ଧ ପାଣି ଯୋଗାଇବା ବା ସରି ବିଶୁଦ୍ଧ ରକ୍ତ ଯୋଗାଇବା ଏଟା ତମର ଦେଖ ତମେ ଜାଣିଛ ଆମର ଶିରା ଧମନୀ ଏଗୁଡିକ ସବୁ ତମର ଅଛନ୍ତି ଯୋଉମାନଙ୍କ କାମ ହେଲା ସେମାନେ କଣ କରିବେ ବଡିର ସମସ୍ତ ଯୋଉ ପାର୍ଟ ଗୁଡିକ ରହିଛି ସେ ପାର୍ଟକୁ ସେମାନେ କଣ କରିବେ ଯୋଉ ପ୍ୟୁରିଫାୟର ବ୍ଲଡ ରହୁଛି ତାକୁ ସେମାନେ ନେଇକି ଦେବେ ଏଟା ତମର ହଉଛି ଆ କାମ ନୁହେଁ କାହାର ରେ ବାବା ଏଟା ତମର ହଉଛି ଯୋଉ ଫୁସଫୁସ ର କାମ ଲଙ୍ଗସ ର କାମ ଏଟା ନୁହେଁ ହେଲା ତେଣୁ ଅପସନ 4ଟା ହଉଛି ତମର ଭୁଲ ଅପସନ ଡି ହବ ଏହାର କରେକ୍ଟ आंसर। ମୁଁ ଆଉ ଥରେ କହୁଛି ଯୋଉମାନଙ୍କର ନୋଟ ଦରକାର ଏଟା ସେମାନେ ଆମ ଆପ୍ଲିକେସନ ଅଲ ଏକ୍ସାମ ସାଥୀକୁ ଡାଉନଲୋଡ କରିକି ତମେ ମାନେ ପାଇପାରିବ। ନିମ୍ନଲିଖିତ ମଧ୍ୟରୁ କିଏ ଜଣେ କାର୍ଟୁନିଷ୍ଟ ନଥିଲେ ଏଠି ତୁମେ ପିଲାମାନେ ଦେଖ ଆ ଭିତରୁ ସମସ୍ତେ ଜଣେ ଜଣେ କାର୍ଟୁନିଷ୍ଟ ଥିଲେ କିନ୍ତୁ ମାନେ କିଏ ନଥିଲେ ଯଦି ତୁମର କ୍ୱେଶ୍ଚନ ଆସିବ ସିଏ ହଉଛି ତମର କିଏ ପିଲାମାନେ ଅମୃତା ପ୍ରୀତମ ଇଏ ତାହେଲେ ଥିଲେ କଣ ମନେ ରଖିଥାଅ ପିଲାମାନେ ଇଏ ଜଣେ ନୋବେଲିଷ୍ଟ ଥିଲେ ହେଲା ଇଏ ଜଣେ ନୋବେଲିଷ୍ଟ ଥିଲେ ଯାହାଙ୍କ ଘର ପିଲାମାନେ ଥିଲା ତମର କୋଉଠି ନା ତମର ପଞ୍ଜାବ
ଘର ଥିଲା ପଞ୍ଜାବ। ଆଙ୍କ ବିଷୟରେ ବହୁତ ସାରା କଥା ତମମାନଙ୍କୁ ଜାଣିବ। ଇଏ ହେଲେ ପ୍ରଥମ ଓମେନ୍ ଯିଏକି ତମର 1956 ରେ ମଛୁଆ ସାହିତ୍ୟ ଏକାଡେମୀ ଆୱାର୍ଡ ପାଇଥିଲେ। ଇଏ ସାହିତ୍ୟ ଏକାଡେମୀ ଆୱାର୍ଡ ଆଙ୍କୁ ପିଲାମାନେ ମିଳିଥିଲା କେବେ ନା 1956 ରେ ହେଲା। ଏବଂ ଇଏ ଜଣେ କାର୍ଟୁନିଷ୍ଟ ନଥିଲେ, ଇଏ ଜଣେ ନୋବେଲିଷ୍ଟ ଥିଲେ, ଜଣେ ନୋବେଲ ଲେଖିକା ଇଏ ଥିଲେ। ହଉ, କୋଉ ଷ୍ଟାଡିୟମ ଏବଂ ତାର ଠିକଣାକୁ ଯୋଡି ଭାବରେ ଲେଖିବା। ଦେଖ, ତୁମେ ଜାଣିଛ ପିଲାମାନେ ସୁରପ୍ରତାପ ଷ୍ଟାଡିୟମ କୋଉଠି ଅଛି? ବିଏସଏସ୍ ଷ୍ଟାଡିୟମ ତୁମେ ଯୋଉ ମାନେ ଯୋଉ ହେଇଥିଲା କଣ ବୀର ସୁରେନ୍ଦ୍ର ସାଏ ତୁମର ଯୋଉ ମାନେ କଣ ବହୁତ ଭଲ ଷ୍ଟାଡିୟମ ତୁମର ହେଇଥିଲା ରାଉରକେଲାରେ ଯୋଉ ଆମର ଶୁଣିନ ନା ଯୋଉ ଆମର ପାଣ୍ଡିଆନ ସାର୍ ଯୋଉ କହିଥିଲେ 15 ମାସରେ କରି ଦେଖେଇଛନ୍ତି ନବୀନ ବାବୁ, ହଁ କି ନା? ହଉ, ଚାଲ ବର୍ତ୍ତମାନ ଆମେ କଣ କରିବା କୋଉଟା କୋଉ ସହିତ ହେଇଥିଲା। 17 ନମ୍ବର ଦେଖ, ସୁରପ୍ରତାପ ଯୋଉ ଷ୍ଟାଡିୟମ ପିଲାମାନେ ରହିଛି ଏଟା ବୋଧେ ତୁମର ରହିଛି ଢେଙ୍କାନାଳରେ, ହଁ କି ନା? ତାପରେ ତୁମର ଆସିଲା ସରି ଏଟା ତୁମର କଟକରେ ବୋଧେ ନା ସୁରପ୍ରତାପଟା ଢେଙ୍କାନାଳ, ଠିକ ଅଛି। ପାନପୋଷଟା ପିଲାମାନେ କୋଉଠି? ପାନପୋଷଟା ହେଲା ବୋଧେ ତୁମର ରାଉରକେଲା, ହଁ କି ନା? ମତେ ଟିକେ କହିବ ଯଦି ଭୁଲ କିଛି ମୁଁ କହୁଛି ମତେ ଟିକେ କହିବ। ସତ୍ୟବ୍ରତ ଷ୍ଟାଡିୟମ ତମର ହଉଛି ପିଲାମାନେ ଏଟା କଟକ, 3 ନମ୍ବର ଏ। ଜବାହରଲାଲ ନେହେରୁ ଷ୍ଟାଡିୟମ ପିଲାମାନେ ତମର ହଉଛି କୋଉଠି? ଏଟା ବୋଧେ ତମର ହଉଛି 4 ନମ୍ବରଟା ଅପସନ ଡି ହେଲା। 2 ନମ୍ବରଟା ତମର ଢେଙ୍କାନାଳ ବୋଧେ, ଏଟା ମୁଁ ରାଉରକେଲା କହିଦେଲି। ରାଉରକେଲା ହଉଛି ତମର କୋଉଟା କୁହନା? ସମ୍ବଲପୁର ହଉଛି ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ହଉଛି ସମ୍ବଲପୁର, 5 ନମ୍ବର ଆଇବି। ତା ମାନେ ଏଇଟା 1 ନମ୍ବରର ସରି ଆମର 17 ନମ୍ବର ସିଟା କରେକ୍ଟ आंसर ଏଇଟା। 17 ନମ୍ବର ସିଟା ହଉଛି ତମର କରେକ୍ଟ आंसर। 5 ନମ୍ବରଟା ହଉଛି ଆଇବି। 4 ନମ୍ବର ହଉଛି ତମର ଜବାହରଲାଲ ଷ୍ଟାଡିୟମ, ସେଟା ହଉଛି ତମର କଟକରେ ଅଛି। ତାପରେ ସତ୍ୟବ୍ରତ ଷ୍ଟାଡିୟମ ସେଟା ତମର ଅଛି କଟକରେ ହେଲା। ପାନପୋଷଟା ତମର କୋଉଠି ଅଛି ରେ ବାବା? ପାନପୋଷଟା ତମର ହଉଛି ରାଉରକେଲାରେ ଅଛି ଏବଂ ସୁରପ୍ରତାପ ଷ୍ଟାଡିୟମ ସେଟା ତମର ଅଛି କୋଉଠି? ଢେଙ୍କାନାଳରେ। ଅପସନ ସି ହବ ଏଟାର କରେକ୍ଟ आंसर, ଠିକ ଅଛି। ଏଇଟା ଟିକେ ଦେଖିବ ପିଲାମାନେ, ଏଗୁଡାକ ଭୁଲ ହେଇଯାଏ। ହଉ, ତୁମେ ଜାଣିଛ ପିଲାମାନେ ମଦର ଟେରେସା ଯାହାକି 1979 ମସିହାରେ ତାଙ୍କୁ ମିଳିଥିଲା ନୋବେଲ ପୁରସ୍କାର। 1979 ରେ ତାଙ୍କୁ ମିଳିଥିଲା ନୋବେଲ ଆୱାର୍ଡ, ନୋବେଲ ପୁରସ୍କାର ମିଳିଥିଲା। ଏବଂ ତାଙ୍କୁ 1980 ମସିହାରେ ତାଙ୍କୁ ଭାରତ ରତ୍ନ ମିଳିଥିଲା। ଏବଂ ବେଳେ ବେଳେ ପିଲାମାନେ ଆସିଯାଏ ତମର ଏଟା ଯେ ସିଏ ତମର ଯୋଉ ରହିଛନ୍ତି ମଦର ଟେରେସା ଯୋଉ ସିଏ ତମର ରହିଛନ୍ତି, ସିଏ ପ୍ରଥମେ କୋଉଠିକି ଆସିଥିଲେ? ପ୍ରଥମେ ପିଲାମାନେ ସିଏ ଆସିଥିଲେ ହଉଛି କଲିକତାକୁ ପ୍ରଥମେ ଷ୍ଟାର୍ଟିଂ ରେ। କିନ୍ତୁ ତାଙ୍କ ଘର ପିଲାମାନେ ଆକ୍ଚୁଆଲି ହଉଛି ଆଲବାନିଆ, ତାଙ୍କ ଅରିଜିନାଲ ଘର ହଉଛି ଆଲବାନିଆ। କିନ୍ତୁ ସେ ଆସିଥିଲେ ପ୍ରଥମକୁ କୋଉଠିକି ରେ ବାବା? କଲିକତା। ପ୍ରସିଦ୍ଧ ଭାରତୀୟ କବିୟତ୍ରୀ କଲ୍ହଣ ଯୋଉ ଲେଖିଥିବା ରାଜତରଙ୍ଗିଣୀ, ରାଜତରଙ୍ଗିଣୀ ମାନେ ପିଲାମାନେ କଣ? ତାର ଓଡିଆ ମାନେ ହେଲା ରିଭର ଅଫ କିଙ୍ଗସ, ରିଭର ଅଫ କିଙ୍ଗସ ବୋଲି ପିଲାମାନେ ଆମେ ଯାହାକୁ କହୁଛେ ବା ଯାହାକୁ ଆମେ କହୁଛେ ରାଜତରଙ୍ଗିଣୀ ହେଲା। ଏଇ ଯୋଉ କଳ୍ହଣ ଲେଖିଥିଲେ ତୁମର ରାଜତରଙ୍ଗିଣୀ, କ୍ୱେଶ୍ଚେନ ହେଲା ଏଟା କୋଉ ରାଜ୍ୟର ଟିକିନିକ ଇତିହାସ ଅଟେ? କୋଉ ରାଜ୍ୟରେ? ମନେ ରଖିଥାଅ ପିଲାମାନେ, ଏଇ ଯୋଉ ତୁମର କଳ୍ହଣ ଲେଖିଥିଲେ କେବେ ଲେଖିଥିଲେ ନା ତୁମର 12th ସେଞ୍ଚୁରୀ ସମୟରେ ମୋ ଛୁଆ ମାନେ ଲେଖିଥିଲେ। ଏବଂ ଏଟା ତୁମର ବେଳେ ବେଳେ ଆସେ ଯେ ଏଟା ତୁମର କୋଉ ଭାଷାରେ ଲେଖା ଯାଇଛି। ଯଦି କୋଉ ଲାଙ୍ଗୁଏଜ ମୋ ଛୁଆ ଆସିଲା ତାହେଲେ କହିବ ଏଟା ତୁମର ସଂସ୍କୃତ ଭାଷାରେ ଲେଖା ଯାଇଥିଲା। ଏବଂ ରାଜତରଙ୍ଗିଣୀ ମାନେ ମୁଁ କଣ କହିଲି ନା ତୁମର ରିଭର ଅଫ କିଙ୍ଗ, ରିଭର ଯୋଉଠି ଅଛି ତୁମର ପିଲାମାନେ ରାଜସ୍ଥାନର ତ ସେମିତି ନଦୀ ନାହିଁ, ନଦୀ ତୁମର ବେଶୀ କୋଉଠି ପାଇବ ତମେ? କାଶ୍ମୀର। ଇଏ ତୁମର ପିଲାମାନେ ଥିଲେ 19 ନମ୍ବର, ଏ ହବ ଏହାର କରେକ୍ଟ आंसर। 20 ନମ୍ବର, ଅଲିମ୍ପିକ ଖେଳରେ ପିଲାମାନେ ବାଲ ବାର୍କର କପ୍, ବାଲ ବାର୍କର କପ୍ ଏଟା ତୁମର କୋଉଠି ପାଇଁ ଦିଆଯାଏ? ତୁମେ ପିଲାମାନେ ଜାଣିଛ ନା? ଦେଖିବ ଝଗଡା ଯେତେବେଳେ ଝିଅ ମାନେ ନାଗନ୍ତି କଣ କରନ୍ତି? ଇଏ ତା ଚୁଟି ଟାଣିବ, ସିଏ ଆ ଚୁଟି ଟାଣିବ, ହଁ କି ନା? ବାଳକୁ କଣ କରିଦିଅନ୍ତି? ବଙ୍କା କରିଦିଅନ୍ତି ଟାଣିକି। ତାହେଲେ କେମିତି ଲାଗିବ? ସେମାନେ ବକ୍ସିଂ ପିଲାମାନେ କରନ୍ତି। ଗୋଟେ ଟ୍ରିକ ରେ ଆକୁ ମନେ ରଖିବ, ଝିଅ ମାନେ କଣ କରନ୍ତି? ଚୁଟି ଟଣାଟଣି ହୁଅନ୍ତି, ଠିକ କି ଭୁଲ? ତ ଏଟା ପିଲାମାନେ ତୁମର ହଉଛି ବକ୍ସିଂ ପାଇଁ, ବାଲ ବର୍କର କପ୍ ଟା ଏଟା ତୁମର ହଉଛି ବକ୍ସିଂ ପାଇଁ। ବେଳେ ବେଳେ ଆସିଯାଏ ଏଇ ଯୋଉ ଫାଷ୍ଟ ବାଲ ବର୍କର ଆୱାର୍ଡ ଟା କାହାକୁ ମିଳିଥିଲା? ଏଟା ତୁମର ମିଳିଥିଲା ପିଲାମାନେ ବିଜେନ୍ଦ୍ର ସିଂହ ହେଲା। ବିଜେନ୍ଦ୍ର ସିଂହ ଥିଲେ ଯାହାକୁ ପ୍ରଥମେ ମିଳିଥିଲା କଣ ପାଇଁ ନା ପିଲାମାନେ ସିଏ ତୁମର 2008 ରେ ଅଲିମ୍ପିକ ରେ ତାଙ୍କୁ ମିଳିଥିଲା ବ୍ରୋଞ୍ଜ ଆୱାର୍ଡ। ଯେହେତୁ ତାଙ୍କୁ ବ୍ରୋଞ୍ଜ ଆୱାର୍ଡ ମିଳିଥିଲା ତେଣୁ ତାଙ୍କୁ ଏଇ ଯୋଉ ତୁମର ବାଲ ବାର୍କରଟା ଏଟା ତାଙ୍କୁ ମିଳିଥିଲା ହେଲା। ମନେ ରହିବ। ଚାଲ ତାପରେ କ୍ୱେଶ୍ଚନ କୁ ଯିବା। এটা তোমার ପିଲାମାନେ ମୁଁ କହିଦେଲି ତୁମର କଣ ରେ ବାବା 20 ନମ୍ବରଟା କଣ କହିଲି? ଏଟା ତୁମର ହଉଛି ତୁମର ବକ୍ସିଂ ପାଇଁ ଦିଆଯାଏ। କଳ୍ପନା ଚାୱଲାଙ୍କ ବିଷୟରେ ତୁମର କୋଉଟା ଭୁଲ ଅଟେ? ଦେଖ, କଳ୍ପନା ଚାୱଲାଙ୍କ ବିଷୟରେ ପିଲାମାନେ ଏଇଟା ତୁମର ଯେ 1997 ମସିହାରେ ସେ ପ୍ରଥମେ ଯାଇଥିଲେ ତୁମର କୋଉଠିକି ନା ଗୋଟେ 16 ଦିନିଆ ମହାକାଶ ଯାନରେ ପିଲାମାନେ ଯାଇଥିଲେ, ଏଟା ତୁମର ଠିକ। 2003 ମସିହାରେ ମଧ୍ୟ ପିଲାମାନେ ସେ ଆଉଥରେ ଯାଇଥିଲେ ଏବଂ ସେଟା ତାଙ୍କର ଯେତେବେଳେ ସେ ଫେରୁଥିଲେ ସେତେବେଳେ ତାଙ୍କର ମୃତ୍ୟୁବରଣ ଘଟିଥିଲା, ଅନ୍ୟ 6 ଜଣ ଯାତ୍ରୀଙ୍କ ସହିତ ମୃତ୍ୟୁବରଣ କରିଥିଲେ। କିନ୍ତୁ ସେ ପିଲାମାନେ ରୁଷିଆ ନୁହେଁ, ସେ ତୁମର ଆମେରିକାର ବର୍ନ ଥିଲେ, ଇଣ୍ଡିଆନ ବର୍ନ ଆମେରିକାର ତୁମର ଯୋଉ ଥିଲେ ୟୁଏସଏ ର ସେ ଜଣେ କଣ ଏଷ୍ଟ୍ରୋନଟ ଥିଲେ, ସେ ରୁଷିଆର ନଥିଲେ, ବୁଝିହେଲା ନାଇଁ? ରୁଷିଆର ନଥିଲେ। ତେଣୁ ଏଟା ତମର ଅପସନ ଭୁଲ, ଏଟା ହବ 21 ନମ୍ବରଟା ଅପସନ ଏ ହବ ୟାର କରେକ୍ଟ आंसर। ଆଙ୍କ ଭିତରୁ ପିଲାମାନେ କିଏ ଜଣେ ଚିତ୍ରକାର ନଥିଲେ, ତାହେଲେ ସେ କଣ ଥିଲେ?
ପିଲାମାନେ ଦେଖ ଏଇ ଯୋଉ ତମର ଗୋଟେ ନାଁ ତମେ ଶୁଣିଥିବ ଯାହାଙ୍କ ନାଁ ହେଲା ବେଗମ ଆଣ୍ଡାର ହେଲା ବେଗମ ଆଣ୍ଡାର ଇଏ ଜଣେ ଚିତ୍ରକାର ନଥିଲେ। ଇଏ ପିଲାମାନେ ଜଣେ କଣ ଥିଲେ ରେ ବାବା ଇଏ ଜଣେ ସିଙ୍ଗର ଥିଲେ ହେଲା ଜଣେ ସିଙ୍ଗର ଥିଲେ ଯାହାଙ୍କୁ କି ପଦ୍ମଶ୍ରୀ ମଧ୍ୟ ମିଳିଛି ଏବଂ ପଦ୍ମ ବିଭୂଷଣ ମଧ୍ୟ ମିଳିଛି ବେଗମ ଆଣ୍ଡାର ଇଏ ତମର ଜଣେ ଚିତ୍ରକାର ନଥିଲେ। ମୁସଲିମ ଲିଗ ଘଟଣା କଣ ହେଲା ପିଲାମାନେ ଯେତେବେଳେ ତୁମର ଇଣ୍ଡିଆ ମାନେ ସେ ସମୟରେ ଆମର ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ଯେତେବେଳେ ହେଲା ଇଂରେଜ ମାନେ କଣ କଲେ ବା ସେମାନେ ଗୋଟେ ଡିଭାଇଡ ଆଣ୍ଡ ରୁଲ ଖେଳିଦେଲେ ପିଲାଙ୍କ ସହିତ ସେମାନେ ଗୋଟେ କଣ କଲେ ନା ଡିଭାଇଡ ଆଣ୍ଡ ରୁଲ ଖେଳିଦେଲେ। ସେମାନେ କଣ ଚାହୁଁଥିଲେ ସେମାନେ ଚାହୁଁଥିଲେ ଯେ ଏମାନେ ହିନ୍ଦୁ ମୁସଲମାନ ନିଜ ନିଜ ଭିତରେ ଲଢେଇ କରନ୍ତି ସେମାନେ ଚାହୁଁଥିଲେ। ସେମାନେ ମୁସଲମାନ ମାନଙ୍କୁ କରିଦେଲେ ଯେ ମୁସଲମାନ ମାନେ ତ ହିନ୍ଦୁ ମାନେ କଣ କଲେ ତାଙ୍କ ପାଇଁ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ କରିଦେଲେ ଯିଏ କି ତାଙ୍କର କଥା ରିପ୍ରେଜେଣ୍ଟ କରିବ କାହାକୁ ନା ଇଂରେଜ ମାନଙ୍କୁ। ତ ମୁସଲମାନ ମାନଙ୍କ ପାଇଁ କଣ ଅଛି କିଛି ନାହିଁ। ତେଣୁ ସେମାନେ ତାଙ୍କୁ ବାଧ୍ୟ କଲେ ସେଥିପାଇଁ ମୁସଲିମ ମାନେ କଣ କଲେ ସେମାନେ 31 ଡିସେମ୍ବରରେ ତମର ଯୋଉ ରହିଛି ଗୋଟେ ମୁସଲିମ ଲିଗ ସେମାନେ ସ୍ଥାପନ କରାଗଲା। କ୍ୱେଶ୍ଚନ ହେଲା ଏଟାର କିଏ ଥିଲେ ତାଙ୍କର ମୁଖ୍ୟ କିଏ ଥିଲେ ମନେ ରଖିଥିବା ପିଲାମାନେ 3 ଜଣ ଲୋକ ଥିଲେ। ଜଣଙ୍କ ନାଁ ଥିଲା ଆଗା ଖାନ ଜଣଙ୍କ ନାମ ଥିଲା ନୱାବ ମସିନ ମୁଲକ ଏବଂ ଆଉ ଜଣେ ଥିଲେ ନବାବ ଭିକୁରୁଲ ମିଲକ ହେଲା। ଏଇ 3 ଜଣ ପିଲାମାନେ ଏଠି ତୁମର ଏଇଟା ହବ। ବହୁତ ସାରା ପିଲା ଏକ୍ସାମ ରେ କଣ କରନ୍ତି ସେମାନେ ମହମ୍ମଦ ଅଲି ଜିନା ମାରି ଦିଅନ୍ତି। ମୋ ଛୁଆ ମାନେ ମନେ ରଖ ମହମ୍ମଦ ଅଲି ଜିନା ଯାଇକି ପରବର୍ତ୍ତୀ ମୋମେଣ୍ଟରେ ଜଏନ କରିଥିଲେ କିନ୍ତୁ ସିଏ ତାର ଫାଉଣ୍ଡର ନଥିଲେ। ଖ୍ୟାତନାମା ଶିଳ୍ପପତି ଶାନ୍ତିଭୂଷଣ ଜୟଲୁ ତାଙ୍କୁ କୋଉ ମସିହାରେ ଯୋଉ ତମର ଜ୍ଞାନପୀଠ ଆୱାର୍ଡ ରହିଛି ଯୋଉଟା କି ବହୁତ ବଡ ଆୱାର୍ଡ ସାହିତ୍ୟ କ୍ଷେତ୍ରରେ ଦିଆଯାଏ ତାଙ୍କୁ ପିଲାମାନେ କେବେ ମିଳିଥିଲା ଏଟା ତମର ହଉଛି ମିଳିଥିଲା 1944 ରେ ତାଙ୍କୁ ଏଇ ଆୱାର୍ଡ ଟା ମିଳିଥିଲା ହେଲା। ଏଟା ମଧ୍ୟ ତମର ବେଳେ ବେଳେ ଏକ୍ସାମ ରେ ଆସେ ତାକୁ ଟିକେ ଦେଖିବ। ଭୌଗୋଳିକ କ୍ଷେତ୍ରଫଳ ଅନୁସାରେ କେଉଁ ଦେଶଟି ସାନରୁ ବଡ ଏଟା ପିଲାମାନେ ତମର କଣ ହବ ଦେଖ ଏଟା ତମର ସବୁଠୁ ବଡ ହେଲା ପିଲାମାନେ ତମେ ଜାଣିଛ ରୁଷିଆ ତାପରେ ତମର ଆସିବ କାନାଡା ତାପରେ ତମର ଆସିବ ୟୁନାଇଟେଡ ଷ୍ଟେଟ ଆକୁ ଟିକେ ସବୁ ପିଲା ମନେ ରଖିବ ହେଲା। ତେଣୁ ଆର ଅପସନ କୋଉଟା ହବ ଅପସନ ଏ ଟା ହବ ତମର ଏଟାର କରେକ୍ଟ आंसर। ହଉ ୟୁଏନଓ ଯାହା ୟୁଏନଓ ତୁମେ ଜାଣିଛ ୟୁନାଇଟେଡ ନେସନ ବା ଯାହାକୁ ଆମେ କହୁଛେ ମିଳିତ ଜାତି ସଂଘ 1945 ମସିହା ଅଗଷ୍ଟ 24 ତାରିଖ ଦିନ ପ୍ରଥମେ ପିଲାମାନେ କେତୋଟି ଦେଶର ପ୍ରତିନିଧିକୁ ନେଇକି ତମର ଏଟା ପିଲାମାନେ ହେଇଥିଲା ଆକୁ ଟିକେ ପିଲାମାନେ ମନେ ରଖିବ। ସେ ସମୟରେ ଏଇ ଯୋଉ ତମର ୟୁଏନଓ ଯଦି ବେଳେ ବେଳେ ଆସେ ଯେ ୟୁଏନଓ ର ହେଡକ୍ୱାର୍ଟର କୋଉଠି ମଗେଲୁ ଏଟା ତମର ଆସିବ କୋଉଠି ନା ନ୍ୟୁୟର୍କରେ ହେଲା। ନ୍ୟୁୟର୍କରେ ହଉଛି ତମର ହେଡକ୍ୱାର୍ଟର। ପ୍ରଥମେ ସେମାନେ କଣ କରିଥିଲେ 50ଟା କଣ୍ଟ୍ରିକୁ ନେଇକି କରିଥିଲେ ବର୍ତ୍ତମାନ ତମର ମେ ବି 193 ଟା ତମର ବୋଧେ ଟୋଟାଲ ବର୍ତ୍ତମାନ ହେଇସାରିଲେଣି ହେଲା। କିନ୍ତୁ ସେତେବେଳେ ତମେ ସେମାନେ କଣ କରିଥିଲେ ନା 50ଟା ଦେଶର ପ୍ରତିନିଧିକୁ ନେଇକି କରିଥିଲେ। ନୀଳମାଧବ ଯାହାକି ଜଗନ୍ନାଥଙ୍କ ମନ୍ଦିରର ଅନ୍ତରୂପ ସେ କୋଉଠି ଅଛନ୍ତି ଏଟା ତମେ ସବୁ ପିଲା ଜାଣିଥିବ। ନୀଳମାଧବ ପିଲାମାନେ କୋଉଠିରେ ବାବା ନା ତମର କଣ୍ଟିଲର ନୀଳମାଧବ ଠିକ କି ଭୁଲ। 2011 ଜନଗଣନା ଅନୁସାରେ କୋଉ ରାଜ୍ୟଟି ସବୁଠୁ ଜନବହୁଳ ଦେଖ ପିଲାମାନେ ଏଠି ତମର କଣ ଅଛି ଦୁଇଟା ଜିନିଷ ସିଏ କହିଛି ଯଦି ତମର ଏରିଆ ପଚାରିଲା ଏରିଆ ଅନୁସାରେ ବଡ ଯଦି ପଚାରିଲା ସେଟା ତମର ହବ ପିଲାମାନେ ରାଜସ୍ଥାନ ହେଲା। ଆଉ ଯଦି ସବୁଠୁ ଛୋଟ ପଚାରିଲା ସେଟା ତମର ହେଲା ଗୋଆ। ଏଠି କିନ୍ତୁ ସେ ପଚାରିଛି କଣ ପପୁଲେସନ ଯଦି ତୁମକୁ ସେ ପପୁଲେସନ ଅନୁସାରେ ପଚାରିଲା ତାହେଲେ ସେଟା ପିଲାମାନେ ତମର କଣ ହବ 28 ନମ୍ବର ମେ ବି ଏ ହବ ଉତ୍ତରପ୍ରଦେଶ ବୋଧେ ତମର ହବ କରେକ୍ଟ आंसर 2011 ଅନୁସାରେ ହେଲା। ଉତ୍ତରପ୍ରଦେଶ ରହୁଛି ଜନଗଣ ମାନେ ତାର ଲୋକ ସଂଖ୍ୟା ବହୁତ ଅଧିକ। ବେରନ ଚର୍ଚ୍ଚ ଓ ସାଧାରଣ ଲୋକଙ୍କ ପାଇଁ ବ୍ରିଟିଶ ସ୍ୱାଧୀନତାର ପ୍ରଥମ ସନନ୍ଦ ଦ ଫାଷ୍ଟ କ୍ୟାରେକ୍ଟର ଅଫ ଇଂଲିଶ ଲିବର୍ଟିଜ ଫର ବେରନ୍ସ ଚର୍ଚ୍ଚ ଏଣ୍ଡ କମନ ମେନ୍ ୱାଜ ସାଇନ୍ଡ ବାଇ ଦ କିଙ୍ଗ ଜନ୍ କେବେ ପିଲାମାନେ ହେଇଥିଲା କେବେ ଏଟା ହେଇଥିଲା ଏଟା ହେଇଥିଲା ତମର 1215 ମସିହାରେ ମୋ ଛୁଆ ମାନେ ହେଇଥିଲା। ଠିକ ଅଛି ଚାଲ ହଉ ଏଟା ତମର ଦେଖ ସେଇ ସେମ ଜିନିଷ ଯେ କୋଉଠି ତମର କୋଉଟା ସେ କଣ କହିଛି ଯେ ଆ ଭିତରୁ କୋଉଟା ମେଳ ଖାଉ ନାହିଁ ଅମେଳକ ହଉଛି କୋଉଟା ମିସମ୍ୟାଚ ହଉଛି। ହଉ ଭାରତୀୟ ପଶୁ ଗବେଷଣା କେନ୍ଦ୍ର ପିଲାମାନେ ତୁମର କୋଉଠି ଅଛି ରେ ବାବା ଇଜ୍ଜତନଗର ଠିକ ଅଛି। ତାପରେ ଦେଖ ତମର କହିଛି ଭୂତାଣୁ ଯୋଉ ତମର ଭିରିଓଲୋଜି ଏଟା କହିଛି ବେଙ୍ଗାଲୁରୁ ଏଇଟା ପିଲାମାନେ ତମର ଭୁଲ ଅଛି। ଭିଓଲୋଜିଟା ତମର କୋଉଠି ଅଛି ନା ପୁନେରେ ଅଛି ତାକୁ ଟିକେ ମନେ ରଖିବ ଏଟା ତମର ପୁନେରେ ଅଛି ହେଲା। ଆଉ ସବୁ ଠିକ ଅଛି ଏଟା ତମର ଅପସନ ବି ଟା ତମର କରେକ୍ଟ ଅଛି। ଏନଆରଆଇ ଦିବସ ତମର କେବେ ପାଳନ କରାଯାଏ ଏଇ ଯୋଉ ଏନଆରଆଇ ଦିବସ ପିଲାମାନେ ଏଇଠି ଟିକେ ମୋ ଛୁଆ ମାନେ ମନେ ରଖିଥାଅ। ଏଦିନ ତମର କଣ ହେଇଥିଲା ଯୋଉ ତମର ମହାତ୍ମା ଗାନ୍ଧୀ ସିଏ କଣ କରିଥିଲେ ଆସିଥିଲେ କୋଉଠୁ ନା ସାଉଥ ଆଫ୍ରିକାରୁ କୋଉ ବର୍ଷ ନା 1915 ମସିହା ଜାନୁଆରୀ 9 ତାରିଖ ଦିନ ପିଲାମାନେ ମହାତ୍ମା ଗାନ୍ଧୀ କଣ କରିଥିଲେ ସାଉଥ ଆଫ୍ରିକାରୁ ତୁମର ଯୋଉ ଯାଇଥିଲେ କଳା ଗରା ଭେଦଭାବକୁ ହଟେଇବା ପାଇଁ ସିଏ ତମର ଆସିଥିଲେ ଏବଂ ସେଇ ଜିନିଷଟାକୁ ଆମେ କଣ କରାଯାଉ ନା ଏନଆରଆଇ ଦିବସ ଭାବେ ପାଳନ କରାଯାଉ। 9 ଜାନୁଆରୀ ହଉଛି ତମର ଏନଆରଆଇ ଦିବସ। ଦ୍ରୋଣାଚାର୍ଯ୍ୟ ଆୱାର୍ଡ ଯୋଉ ତମର ପିଲାମାନେ ରହିଛି ଏଇ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ଟା କୋଉଠି ଦେଖ
ଦ୍ରୋଣ ପିଲାମାନେ କିଏ ଥିଲେ ରେ ବାବା? ନା ସାର୍ ଦ୍ରୋଣ ଥିଲେ ଆମର ଅର୍ଜୁନଙ୍କ ଗୁରୁ। ଅର୍ଜୁନଙ୍କ ଗୁରୁ ତୁମର କିଏ ଥିଲେ? ନା ଦ୍ରୋଣ ଥିଲେ। ତେଣୁ ଏଇ ଆୱାର୍ଡଟା ତୁମର ଯୋଉ ଗୁରୁ ଯିଏ ଥାଏ ତାଙ୍କୁ ପିଲାମାନେ ଏଇ ଆୱାର୍ଡଟା ତୁମର ମିଳେ। ଯୋଉ ତୁମର ସ୍ପୋର୍ଟସ କୋଚେସ୍ ମାନଙ୍କୁ ପିଲାମାନେ ଥାଏ ସେଟା ତୁମର ମିଳେ। ପ୍ରଥମ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ପିଲାମାନେ ଦେଖ କେବେ ମିଳିଥିଲା? 1985 ରେ ମିଳିଥିଲା। ୱେଆର ବାଲଚନ୍ଦ୍ର ଭାସ୍କର ଭଗତ ଯିଏକି ରେସଲିଂ ରେ ଥିଲେ ଏବଂ ତା ସହିତ ପିଲାମାନେ ଓମ୍ ପ୍ରକାଶ ଭରଦ୍ୱାଜ ଯିଏ ତୁମର ବକ୍ସିଂ ରେ, ଓମ୍ ନାମ୍ବିୟାର ଆଥଲେଟିକ ରେ ଏମାନଙ୍କୁ ପିଲାମାନେ ମିଳିଥିଲା ପ୍ରଥମ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ମିଳିଥିଲା। ହଉ, ମେଘାଳୟର ସରକାରୀ ଭାଷାର ନାମ କଣ? ଦେଖ, ଯଦି ପିଲାମାନେ ତୁମକୁ ଏଠି ପଚାରିଲା ମେଘାଳୟର କ୍ୟାପିଟାଲ କଣ? ପ୍ରଥମେ ଆଗେ ଦେଖିବା ମେଘାଳୟର ତାର କ୍ୟାପିଟାଲ କୋଉଟା। ମୋ ଛୁଆ ମାନେ ତାର କ୍ୟାପିଟାଲ ହଉଛି ତମର ଶିଲଂ। ମନେ ରଖିଥାଅ, ଶିଲଂ ହଉଛି ତାର କ୍ୟାପିଟାଲ। ତାର ଯୋଉ ରହିଛନ୍ତି ଚିଫ ମିନିଷ୍ଟର ପିଲାମାନେ କିଏ? ସିଏ ହଉଛନ୍ତି ତୁମର କନରାଡ କେ ସାଙ୍ଗମା। ସେ ହେଲେ ତୁମର ତାଙ୍କର ମୁଖ୍ୟମନ୍ତ୍ରୀ। କାହାର ରେ ବାବା? ମେଘାଳୟରେ। ଏବଂ ତାଙ୍କର ଯୋଉ ଅଫିସିଆଲ ଲାଙ୍ଗୁଏଜ ପିଲାମାନେ ଦୁଇଟା ଜିନିଷ, ଗୋଟେ ହେଲା ଲୋକାଲ ଲାଙ୍ଗୁଏଜ ଆଉ ଗୋଟେ ହେଲା ଅଫିସିଆଲ ଲାଙ୍ଗୁଏଜ। ମୁଁ ଧର କହିବି ଓଡିଶାର ଅଫିସିଆଲ ଲାଙ୍ଗୁଏଜ ହେଲା ପିଲାମାନେ ଓଡିଆ, କିନ୍ତୁ ତମେ ଧରାଯାଉ ଗୋଟେ ପିଲା ସମ୍ବଲପୁରୀ ବା ଗୋଟେ ପିଲା ହଉଛି ଆମର କୋଉଠିକାର ମୟୂରଭଞ୍ଜରେ ଧର ସେ ଅଛି ଗୋଟେ, ସେ କହିପାରିବନି ଯେ ସମ୍ବଲପୁରୀ ବା ସାନ୍ତାଳୀ ସେ କହିପାରିବନି, କାରଣ ସେଟା ହେଲା ଲୋକାଲ ଲାଙ୍ଗୁଏଜ। ଅଫିସିଆଲ ଲାଙ୍ଗୁଏଜ କୋଉଟା? ଯୋଉଟା ଆମେ ଚାରିଆଡେ ୟୁଜ କରୁଛେ ହେଲା, ଏଟା ତମର ହେଲା ପିଲାମାନେ ଇଂଲିଶ। ଅଫିସିଆଲ ଲାଙ୍ଗୁଏଜ ହେଲା ମେଘାଳୟର ଇଂଲିଶ। ଛୋଟବେଳେ ପିଲାମାନେ ତମେ ଜାଣିଥିବ ଏଇ ପ୍ରାର୍ଥନା ବିନା ଆମ ଦିନ ଆଗକୁ ଯାଉନଥିଲା, ଯୋଉଟା ତମର ହଉଛି କୋଉଟା? ଆହେ ଦୟାମୟ ବିଶ୍ୱ ବିହାରୀ। ଆମେ ଛୋଟବେଳେ ପିଲାମାନେ ବହୁତ ପଢିଛେ। କ୍ୱେଶ୍ଚନ ହେଲା ଏଟା ତମର ପିଲାମାନେ କିଏ ଲେଖିଥିଲେ? ଏଟା ତମର ପିଲାମାନେ ଲେଖିଥିଲେ ରାମକୃଷ୍ଣ ନନ୍ଦ ଲେଖିଥିଲେ। ଆହେ ଦୟାମୟ ବିଶ୍ୱ ବିହାରୀ। ଛୋଟବେଳେ ଏଇ ପ୍ରାର୍ଥନା ଆମର ବହୁତ ଇଏ ରହିଛି। କେଉଁ ନଦୀ ଓଡିଶା ଓ ପଶ୍ଚିମବଙ୍ଗକୁ ପିଲାମାନେ ମାନେ କରୁଛି? ଓଡିଶା ଆଉ ପଶ୍ଚିମବଙ୍ଗକୁ କୋଉ ନଦୀଟା ଭାଗ କରୁଛି? ଏଇଟା ଯଦି ପିଲାମାନେ ଆସିବ, ଏଟା ତମେ ସବୁବେଳେ ଲକ୍ଷ୍ୟ କରିବ, ତୁମେ ଟିକେ ମାଇଣ୍ଡରେ ଓଡିଶାର ମ୍ୟାପ କୁ ପିଲାମାନେ ଆଣିବ ହେଲା। ଏଟା ତମର ହଉଛି କୋଉଟା? ନା ସୁବର୍ଣ୍ଣରେଖା। ସୁବର୍ଣ୍ଣରେଖା ନଦୀ ହଉଛି ତମର କଣ କରୁଛି? ଓଡିଶା ଏବଂ ପଶ୍ଚିମବଙ୍ଗକୁ କରୁଛି। ଚିକାଗୋ ଠାରେ ମୋ ଛୁଆ ଯୋଉ ତମର ବିଶ୍ୱ ହିନ୍ଦୁ ସମ୍ମିଳନୀ ହେଇଥିଲା, ବିଶ୍ୱ ଧର୍ମ ସମ୍ମିଳନୀ, ସେଠି ସ୍ୱାମୀ ବିବେକାନନ୍ଦ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ଏବଂ ତାଙ୍କ ଭାଷଣ ଶୁଣିକି ଲୋକ ସେଠି ଷ୍ଟାଣ୍ଡିଂ ଆଭେସନ ଦେଇଥିଲେ, ତାଙ୍କର ଭୁରି ଭୁରି ପ୍ରଶଂସା କରିଥିଲେ। ଏଟା ତମର କେବେ ହେଇଥିଲା? ଏଟା ପିଲାମାନେ ମୋ ଛୁଆ ହେଇଥିଲା 1893 ମସିହାରେ ହେଇଥିଲା। ମନେ ରହୁଛି 1893 ମସିହାରେ ତମର ଏଟା ହେଇଥିଲା। ହଉ, ଏଇଠି ଗୋଟେ କଥା ମନେ ରଖିଥାଅ, ଏଇଠି ଗୋଟେ କଥା ମନେ ରଖିଥାଅ, କିଛି କନଷ୍ଟିଟ୍ୟୁସନ ମନେ ରଖିବ। ଗୋଟେ ହେଲା ତମର କଣ ନା ଭୋଟିଂ ଏଜ ଟା ପିଲାମାନେ ଆଗରୁ 20 ଥିଲା, ବର୍ତ୍ତମାନ ସେଟା 18 ହେଇଗଲା। ଏଟା କୋଉ ଆମେଣ୍ଡମେଣ୍ଟ ଅନୁସାରେ ଆସିଛି? ମୁଁ ଏଟା ପିଲାମାନେ, ଯଦି ତୁମେ ପେଡ ପିଲା ମୋ ଗ୍ରୁପ ଦେଖୁଛ, ମୋ ଭିଡିଓ ଦେଖୁଛ, ତାହେଲେ ଛୁଆ ମାନେ ତୁମେ ଦେଖ ଗତ କ୍ଲାସରେ ଆମେ ଏଟା ଡିସ୍କସନ କରିଥିଲେ। ହଁ କି ଠିକ କି ଭୁଲ? ଆମେ ଗତ କ୍ଲାସରେ ଡିସ୍କସନ କରିଥିଲେ। ଯଦି ପେଡ ପିଲା ତୁମେ ମୋ ଭିଡିଓ ଦେଖୁଛ ତାହେଲେ ଆକୁ ଟିକେ ଭଲସେ ମାଇଣ୍ଡକୁ ଆଣିବ। ଗତରେ ଆମେ ଏଟା ଡିସ୍କସନ କରି ସାରିଛେ। 20 ରୁ 18 ତୁମର ଯୋଉ ଭୋଟିଂ ଏଜ ତୁମର ହେଇଥିଲା, ମ୍ୟାରେଜ ବର୍ଷ ତୁମର ସେମିତି ଆଗରୁ 18 ଥିଲା, ସେଟା 21 ହେଇଗଲା ପୁଅ ଛୁଆ ମାନଙ୍କର। ଏଟା କୋଉଠି ହେଇଥିଲା? ସେମିତି ପୂର୍ବରୁ ପିଲାମାନେ ଆମେ ଦେଖିବ ଗାଡି ଗୁଡା ଥିଲା ଆମର O01 ଏମିତି ଚାଲିଥିଲା, ବର୍ତ୍ତମାନ ସେଟା OD01 ହେଇଯାଇଛି ଆମ ବାଲେଶ୍ୱର। ସେଟା କୋଉଠି କୋଉ ଆମେଣ୍ଡମେଣ୍ଟ ଅନୁସାରେ ଏଟା ତମର ହେଇଛି? ଏଟା ପିଲାମାନେ ମନେ ରଖିବ 96 ଆମେଣ୍ଡମେଣ୍ଟ 2011 ରେ ଯୋଉ ତମର ହେଇଥିଲା ତା ଅନୁସାରେ ହିଁ ତମର ଏଟା ହେଇଛି ହେଲା। 35 ନମ୍ବର ଅପସନ ଡି ହବ ଏହାର କରେକ୍ଟ ଆନ୍ସର। ଭାରତର ଯୋଉ ପିଲାମାନେ ଫଣ୍ଡାମେଣ୍ଟାଲ ରାଇଟ୍ସ ଅଛି କଣ କଣ ଦେଖ, ତମର ହଉଛି କେତେଟା ଅଛି? 1 2 3 4 5 6। ରାଇଟ୍ ଟୁ ଇକ୍ୱାଲିଟି, ରାଇଟ୍ ଟୁ ଫ୍ରିଡମ, ରାଇଟ୍ ଟୁ ଏକ୍ସପ୍ଲୋରେସନ, ରାଇଟ୍ ଟୁ ଫ୍ରିଡମ ଅଫ ରିଲିଜିଅନ, ରାଇଟ୍ ଟୁ କଲଚର, ଏଜୁକେସନ, ଏଗୁଡିକ ପିଲାମାନେ ରହିଛି। ସେ କହିଛି ଆ ଭିତରୁ କୋଉଟା ନୁହେଁ? ପିଲାମାନେ ଏଇଟା ନୁହେଁ। ନିର୍ଦ୍ଦିଷ୍ଟ କିଛି ପାର୍ଟିକୁଲାର ପିଲାମାନେ ନାହିଁ। ଦେଖିପାରୁଛନ୍ତି? ଦେଖିପାରୁନ? ଏଠି କିଛି ଏମିତି ନାହିଁ ଯେ ରାଇଟ୍ ଟୁ ପାର୍ଟିକୁଲାର ଫ୍ରିଡମ। ରାଇଟ୍ ଟୁ ଫ୍ରିଡମ ପିଲାମାନେ ଅଛି, ସମସ୍ତଙ୍କର ଅଧିକାର ଅଛି, ଯିଏ ଯୋଉଠି ଚାହିଁବ ବୁଲି ପାରିବ। ପାର୍ଟିକୁଲାର ପାର୍ଟିକୁଲାର ସେମିତି କିଛି ନାହିଁ, ନିର୍ଦ୍ଦିଷ୍ଟ ସ୍ୱାଧୀନତା ଅଧିକାର ବୋଲି କିଛି ନାହିଁ ହେଲା। 38 ନମ୍ବର ମୋ ଛୁଆ ଭଲ ଲାଗୁଛି। ଯଦି ମୋ କ୍ଲାସ ଭଲ ଲାଗୁଥିବ ନିଶ୍ଚୟ ରୂପରେ ଗୋଟେ ଲାଇକ୍ କରିଦବ ଏବଂ କ୍ଲାସକୁ ତମେ ଯେତେରୁ ଯେତେ ସେୟାର କରିବ। ହଉ, ଏଇଟା ପିଲାମାନେ କୁହ, ଏଇଟା ତୁମ ମାନଙ୍କ ପାଇଁ ମୁଁ ଗୋଟେ ହୋମୱାର୍କ ଦେବି ଯେ ତମର ପର୍ଯ୍ୟାପ୍ତ ବୃତ ଉଷ୍ଣ ଓ ଲବଣାକ୍ତ ସାମୁଦ୍ରିକ ସତ ଯାହାକି ଭାରତର ପେରୁ ଦେଶରେ ପଶ୍ଚିମରେ ପ୍ରଶାନ୍ତ ମହାସାଗରରେ ଦେଖାଯାଉଥିବା ମୌସୁମୀ ପ୍ରବାସକୁ ହ୍ରାସ କରିଥାଏ, ତାକୁ ପିଲାମାନେ କଣ କୁହନ୍ତି? ଏଇଟା ତମର ହଉଛି ଗୋଟେ ହୋମୱାର୍କ। ତୁମେ ମାନେ କମେଣ୍ଟ ସେକ୍ସନରେ ଆର ଆନ୍ସର ଟା ଲେଖିଦିଅ ହେଲା। ଚାଲ ତାपर କ୍ୱେଶ୍ଚନ କୁ ଯିବା। ଜ୍ଞାନପୀଠ ଆୱାର୍ଡ ଯୋଉ ତମର ଓଡିଆ କ୍ଷେତ୍ରରେ ପିଲାମାନେ ଲେଖକ କ୍ଷେତ୍ରରେ ଗୋଟେ ବହୁତ ବଡ ଆୱାର୍ଡ ଯୋଉଟା କି ମାନାଯାଏ ଜ୍ଞାନପୀଠ ଆୱାର୍ଡ। ଏଇଟା କହିଲା ଆ ଭିତରୁ କୋଉ କାହାକୁ ଜ୍ଞାନପୀଠ ଆୱାର୍ଡ ପିଲାମାନେ ମିଳିନାହିଁ? ଏଇଟା ଟିକେ ମନେ ରଖିଥାଅ ପିଲାମାନେ। ଏଇଟା ତମର ମିଳିନାହିଁ କାହାକୁ? ନା ତମର ଅପସନ 40 ନମ୍ବର ହବ ଅପସନ ଡି। ମନୋଜ ଦାସକୁ ପିଲାମାନେ ଏତେ ପର୍ଯ୍ୟନ୍ତ ଜ୍ଞାନପୀଠ ଆୱାର୍ଡ ମିଳିନାହିଁ, କିନ୍ତୁ ତାଙ୍କୁ କୋଉ କୋଉ ଆୱାର୍ଡ ମିଳିଛି? 2020 ମସିହାରେ ପିଲାମାନେ ତାଙ୍କୁ ମିଳିଛି କଣ? ନା ପଦ୍ମଭୂଷଣ ତାଙ୍କୁ ମିଳିଛି। 2020 ମସିହାରେ ତାଙ୍କୁ ମିଳିଛି ପଦ୍ମଭୂଷଣ ଏବଂ 2001 ମସିହାରେ ପିଲାମାନେ
ତାଙ୍କୁ ମିଳିଛି କଣ ନା ସାର୍ ପଦ୍ମଶ୍ରୀ। ପ୍ରତିଭା ରାୟଙ୍କୁ ପିଲାମାନେ କେବେ ମିଳିଥିଲା ନା 1991 ଲେ ମୋ ଛୁଆ ପ୍ରତିଭା ରାୟଙ୍କୁ ମିଳିଥିଲା ତୁମର ଜ୍ଞାନପୀଠ ପାୱାର କୋଉଟା ପାଇଁ ନା ଯାଜ୍ଞ ସେନୀ ପାଇଁ ହେଲା। ଯାଜ୍ଞ ସେନୀ ପାଇଁ ତାଙ୍କୁ ତୁମର ମିଳିଥିଲା ହଉଛି 1991 ରେ। ସେମିତି 1993 ରେ ଯୋଉ ମସିହାରେ ପିଲାମାନେ 1993 ରେ ସୀତାକାନ୍ତ ମହାପାତ୍ରଙ୍କୁ ମିଳିଥିଲା ଶବ୍ଦର ଆକାଶ। ତାଙ୍କର ଗୋଟେ ଲେଖନୀ ଥିଲା ଯାହାର ନାଁ ଥିଲା ଶବ୍ଦର ଆକାଶ ହେଲା। ତା ପାଇଁ ପିଲାମାନେ ତାଙ୍କୁ ମିଳିଥିଲା ସୀତାକାନ୍ତ ମହାପାତ୍ରଙ୍କୁ। ସଚିଦାନନ୍ଦ ଛଟରାୟଙ୍କୁ ମିଳିଥିଲା କେବେ 1986 ରେ ମିଳିଥିଲା ଜ୍ଞାନପୀଠ ଆୱାର୍ଡ। କେବଳ ମନ ଦାସଙ୍କୁ ପିଲାମାନେ ମିଳିନାହିଁ, ତାଙ୍କୁ କିନ୍ତୁ ପଦ୍ମଶ୍ରୀ ମିଳିଛି ଆଉ ତୁମର ପଦ୍ମଭୂଷଣ ମିଳିଛି। କେଉଁ ଦେଶର ରାଜାମାନେ ବିଶ୍ୱବିଖ୍ୟାତ ଖଜୁରାହ ମନ୍ଦିର ନିର୍ମାଣ କରିଥିଲେ? ଦେଖ ଏଇ ଯୋଉ ପିଲାମାନେ ତୁମର ଆସିବ, ଯଦି ତୁମର ବେଳେ ବେଳେ ଏକ୍ସାମ ରେ ଆସିଗଲା ଖଜୁରାହ ମନ୍ଦିର କଥା, ଆକୁ ଟିକେ ପିଲାମାନେ ଦେଖିବ। ଏଟା ହେଲା ଚାନ୍ଦେଲା। ଚାନ୍ଦେଲା ଯୋଉ ତୁମର ରାଜାମାନେ ପିଲାମାନେ ଥିଲେ, ତାଙ୍କୁ ତୁମର ମିଳିଥିଲା ହଉଛି ଖଜୁରାହ ମନ୍ଦିର। ମନେ ରହିବ ଚାନ୍ଦେଲା। ଏବଂ ଏମାନଙ୍କର ପିଲାମାନେ କଣ ଥିଲା, ଆଙ୍କର କ୍ୟାପିଟାଲ ମଧ୍ୟ ପିଲାମାନେ ଥିଲା ଖଜୁରାହ। ଆଙ୍କର ଯୋଉ କ୍ୟାପିଟାଲ ଥିଲା ସେଟା ତୁମର ଥିଲା ଖଜୁରାହ। ଏଇ ଯୋଉ ଚାନ୍ଦେଲା ମାନଙ୍କର ତାଙ୍କର କ୍ୟାପିଟାଲ ଥିଲା କୋଉଠି ନା ଖଜୁରାହ ଥିଲା। ତାଙ୍କର ଜଣେ ଫାଉଣ୍ଡର ଥିଲେ, ତାଙ୍କ ଫାଉଣ୍ଡର ଜଣେ ଥିଲେ, ତାଙ୍କ ନାଁ ଥିଲା ବୋଧେ ନାମୁକା, ମନେ ପଡୁନି ମୋ ନାଁଟା, କିନ୍ତୁ ନାମୁକା ମେ ବି ଥିଲା, ତାଙ୍କର ଫାଉଣ୍ଡରଙ୍କ ନାମ ଥିଲା ନାମୁକା। ଏବଂ ବର୍ତ୍ତମାନ ତୁମର ଯୋଉ ପିଲାମାନେ ଏମପି ଯୋଉଠି ରହୁଛି ସେଇ ଏମପି ରେ ଏମାନେ କଣ କରୁଥିଲେ, ଶାସନ କରୁଥିଲେ। ବୁଝିହେଲା, ଆକୁ ଟିକେ ମନେ ରଖିବ। ନିମ୍ନଲିଖିତ ମଧ୍ୟରୁ କୋଉଠି ଉପେନ୍ଦ୍ର ଭଞ୍ଜଙ୍କର ଗୋଟେ ସାହିତ୍ୟ ସୃଷ୍ଟି ନୁହେଁ? ଏଟା ପିଲାମାନେ କୋଉଟା, ସେଟା ତୁମର ହେଲା ପିଲାମାନେ ହଉଛି ଚିତ୍ରଲେଖା। ଏଟା ଉପେନ୍ଦ୍ର ଭଞ୍ଜ ଲେଖି ନାହାନ୍ତି, ଆକୁ କିଏ ଲେଖିଛନ୍ତି? ଭଗବତୀ ଚରଣ ବର୍ମା ଲେଖିଛନ୍ତି ପିଲାମାନେ। ଚିତ୍ରଲେଖାଟା ତୁମର ଲେଖିଛନ୍ତି ଭଗବତୀ ଚରଣ ବର୍ମା। କ୍ୟୁସେକ କହିଲେ କଣ ବୁଝାଅ? କ୍ୟୁସେକ ପିଲାମାନେ କଣ? କ୍ୟୁସେକ ମାନେ ଗୋଟେ ସେକେଣ୍ଡରେ କେତେ ଘନ ଫୁଟ ଜଳ ତୁମର ଯାଉଛି, ତାକୁ ପିଲାମାନେ ଆମେ କଣ କହୁଛେ, ତାକୁ ଆମେ କ୍ୟୁସେକ ବୋଲି କହୁଛେ। ଏଇଠି ପିଲାମାନେ ମୁଁ ଟିକେ ଷ୍ଟପ୍ କରିବି। ଚାଲ କଣ କଣ ତୁମର କ୍ୱେଶ୍ଚେନ ଆସୁଛି, ମାନେ ତୁମର ଯେବେଠୁ ଏକ୍ସାମ ଷ୍ଟାର୍ଟ ହେଲା କଣ କଣ କ୍ୱେଶ୍ଚେନ ଆସୁଛି, ଚାଲ ଟିକେ ଆମେ ସେଗୁଡା ଡିସ୍କସନ କରିବା। ପ୍ରଥମ ହେଲା ପିଲାମାନେ ପ୍ରାର୍ଥନା ସମାଜର ଫାଉଣ୍ଡର କିଏ ଥିଲେ? ପ୍ରାର୍ଥନା ସମାଜର ଫାଉଣ୍ଡର ହେଲା, ଟିକେ ଲେଖ ପିଲାମାନେ, ଆତ୍ମାରାମ ପାଣ୍ଡୁରଙ୍ଗ। ଆତ୍ମାରାମ ପାଣ୍ଡୁରଙ୍ଗ ହେଲା, ଆକୁ ଟିକେ ମନେ ରଖିବ। ଆର୍ଯ୍ୟ ସମାଜର ପିଲାମାନେ କିଏ? ଯଦି ତୁମର ଆର୍ଯ୍ୟ ସମାଜ ଆସିଲା, ଏଟା ତୁମର ହେଲେ ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ସିଏ ହଉଛନ୍ତି ତୁମର ଆର୍ଯ୍ୟ ସମାଜ। ବ୍ରାହ୍ମ ସମାଜର ମୋ ଛୁଆ କିଏ ନା ସାର୍, ବ୍ରାହ୍ମ ସମାଜରେ ହଉଛନ୍ତି ତୁମର ରାଜା ରାମ ମୋହନ ରାୟ। ରାମ ମୋହନ ରାୟ ହଉଛନ୍ତି ତୁମର କୋଉଠି ନା ସିଏ ହଉଛନ୍ତି ବ୍ରାହ୍ମ ସମାଜର। ଆକୁ ଟିକେ ମନେ ରଖିବ। ସତ୍ୟ ଶବ୍ଦକ ଏଟା ତୁମର କିଏ? ଜ୍ୟୋତିବା ଫୁଲେ। ଆକୁ ଏଟା ଛାଡ, ଏଟା ଆସେନି। ହଉ, ଆଉ ତୁମର ପିଲାମାନେ କଣ ଆସିଲା? ଦିନ ହେ ଇଲାହି, ଦିନ ଇ ଇଲାହି, এটা তোমার ପିଲାମାନେ କିଏ ଲେଖିଥିଲେ? এটা ଲେଖିଥିଲେ ଆକବର। ଦିନ ହି ଇଲାହି ଲେଖିଥିଲେ তোমার ଆକବର। ଏଗୁଡା ସବୁ ପିଲାମାନେ তোমার ଆସୁଛି। ସେମିତି আকবর নামা এবং আকবর নামা কিଏ ଲେଖିଥିଲେ? ବହୁତ ସାରା ପିଲା ଭାବନ୍ତି ଯେ আকବର ନାମାଟା এটা ଯୋଉଟା କି আকବରଙ୍କର ଜୀବନୀ, ଆକୁ আকବର ଲେଖିଥିଲେ। ଆକୁ ପିଲାମାନେ ଲେଖିଥିଲେ ଅବୁଲ ଫୈଜଲ। ଅବୁଲ ଫୈଜଲ ପିଲାମାନେ ତୁମର আকବର ନାମା ଲେଖିଥିଲେ ହେଲା। ସେମିତି ବାବର ନାମା କିଏ ଲେଖିଥିଲେ ପିଲାମାନେ? ବାବର ନାମାଟା ତୁମର କିନ୍ତୁ ବାବର ଲେଖିଥିଲେ। ବର୍ତ୍ତମାନ ପିଲାମାନେ କିଛି କରେଣ୍ଟ ଆଫେୟାର, ଯେମିତି କି ତୁମର ଭାଇସ୍ ପ୍ରେସିଡେଣ୍ଟ ବର୍ତ୍ତମାନ କିଏ ଅଛନ୍ତି? କିଏ ଅଛନ୍ତି ତୁମର ସିପି ରାଧାକୃଷ୍ଣ। ସିପି ରାଧାକୃଷ୍ଣନ ତୁମର ଅଛନ୍ତି ଭାଇସ୍ ପ୍ରେସିଡେଣ୍ଟ। ପ୍ରେସିଡେଣ୍ଟ ତୁମେ ଜାଣିଛ ଦ୍ରୌପଦୀ ମୁର୍ମୁ। ପ୍ରାଇମ ମିନିଷ୍ଟର ତୁମର ହେଲେ ନରେନ୍ଦ୍ର ମୋଦି। ଆଟର୍ଣ୍ଣି ଜେନେରାଲ ଅଫ ଇଣ୍ଡିଆ ଅଛନ୍ତି ତୁମର କିଏ? ଆର ଭେଙ୍କଟମଣି। ଟିକେ ଲେଖିନିଅ ପିଲାମାନେ। ସଲିଟାରୀ ଜେନେରାଲ ପିଲାମାନେ କିଏ ଅଛନ୍ତି? ତୁଷାର ମେହତା। ଚିଫ ଜଷ୍ଟିସ ଅଫ ସୁପ୍ରିମକୋର୍ଟ ରିସେଣ୍ଟଲି ତୁମେ ଜାଣିଛ ତାଙ୍କ ଉପରେ ଜଣେ ଚପଲ ଫିଙ୍ଗି ଦେଇଥିଲେ, କିଏ ବାବା? ବି ଆର ଗାଭାଇ ହେଲା। ବି ଆର ଗାବାଇ, ତାଙ୍କ ଉପରେ ଜଣେ ଚପଲ ଫିଙ୍ଗିଥିଲା ହେଲା। ଚାଲ ବର୍ତ୍ତମାନ ଆମେ ଆଉ ପୁଣି କିଛି କ୍ୱେଶ୍ଚେନ କରିବା ଏବଂ ତା ସହିତ ଆମେ କଣ କରିବା ନା ଇଏ କରିବା। ଏଇ ଯୋଉ ପିଲାମାନେ ତୁମର ପ୍ରଥମ ବିଶ୍ୱଯୁଦ୍ଧ ହେଇଥିଲା, ଏଟା ତୁମର କେବେ ହେଇଥିଲା? ପ୍ରଥମ ବିଶ୍ୱଯୁଦ୍ଧ ପିଲାମାନେ ତୁମର ଷ୍ଟାର୍ଟ ହେଇଥିଲା 1914 ମସିହାରେ, ପ୍ରଥମ ବିଶ୍ୱଯୁଦ୍ଧ। ଦ୍ୱିତୀୟ ବିଶ୍ୱଯୁଦ୍ଧ ତୁମର କେବେ ହେଇଥିଲା ନା ତୁମର 1939 ରୁ 1945 ଭିତରେ ପିଲାମାନେ ତୁମର ହେଇଥିଲା। ଦୁଇ ଜଣଙ୍କ ଭିତରେ ହେଇଥିଲା। ଗୋଟେ ହେଲା ତୁମର ଏକ୍ସିସ ପାୱାର, ଯୋଉଠି ତୁମର ଥିଲେ ଜର୍ମାନୀ, ଇଟାଲୀ ଆଉ ଜାପାନ, ଏବଂ ଆଉ ଗୋଟେ ତୁମର ଥିଲେ ଏଲାଇଡ ପାୱାର, ୟୁନାଇଟେଡ ଷ୍ଟେଟ, ଫ୍ରାନ୍ସ, ଗ୍ରେଟ ବ୍ରିଟେନ, ସୋଭିଏତ ୟୁନିୟନ ଏବଂ କାନାଡା ହେଲା। ଏବଂ ଏମାନେ ପିଲାମାନେ କଣ କରିଥିଲେ, ତୁମର ହଉଛି ପରମାଣୁ ବୋମା ପକେଇ ଦେଇଥିଲେ ଜାପାନର ହିରୋସୀମା ଏବଂ ନାଗାସାକି ଉପରେ। ତାପରେ ତୁମର ଯୁଦ୍ଧ ବନ୍ଦ ହେଇଯାଇଥିଲା। ହଉ, କୌଣସି ସ୍ଥାନର ଯଦି ପିଲାମାନେ ବର୍ଷା ନ ହଉଛି ବା ବର୍ଷା ହଉଛି, ତା ଭିତରୁ ଆ ଭିତରୁ କୋଉଟା ସମ୍ପର୍କ ନୁହେଁ? ଦେଖ ଏଟା ପିଲାମାନେ ହେଲା ଜଙ୍ଗଲ ଏବଂ ଉଷ୍ମ ସତ, ଏଟା ବି ତୁମର ହଉଛି ଗୋଟେ ପ୍ରଭାବ ପଡୁଛି। କିନ୍ତୁ ସୁମେରୁ କିମ୍ବା କୁମେରୁ ଠାରୁ ସେଇ ସ୍ଥାନର କେତେ ଦୂରତା ପିଲାମାନେ, ଏଟା ତାର ବର୍ଷା ସହିତ କିଛି ସମ୍ପର୍କ ନୁହେଁ। ତୁମେ ଜାଣିଛ ପିଲାମାନେ ସମୁଦ୍ର ଠାରୁ ନିକଟତା ଦେଖିବ ବହୁତ ବର୍ଷା ହଉଥିବ। ପବନର ପର୍ବତ, ପବନର ଦିଗ ତୁମେ ଦେଖିବ ପିଲାମାନେ, ଦେଖିବ କେବେ ଯାଇଥିବ ତୁମେ ଯଦି
କୋଉଠି କହିବି ଆମର ମୟୂରଭଞ୍ଜ ଗୋଟେ ଜାଗା ଅଛି ଚାଉଳ ଭଜା। ତମେ ଦେଖିବ ପିଲାମାନେ ବର୍ଷା ବେଳେ ତମେ ଯେତେବେଳେ ବି ଯିବ ଏଠି ବର୍ଷା ହଉଥିବ। ପର୍ବତ ଗୁଡା ବହୁତ ଅଧିକା, ପବନ ବୁଲେଇ ବୁଲେଇ ଆଣିକି ସେଠି ବର୍ଷା କରେ। ତେଣୁ ଏଇ 3ଟା ହବ କରେକ୍ଟ ଆନ୍ସର। ଆର କିଛି ସମ୍ପର୍କ ନାହିଁ। ସୁମେରୁ କୁମେରୁ ଠାରୁ ଯୋଉ ସ୍ଥାନର ଦୂରତା ଉପରେ କିଛି ନାହିଁ। ହଉ। ଇକ୍ୱିନିକ୍ସ ପିଲାମାନେ କଣ? ପ୍ରଥମ କଥା ଆଗେ ବୁଝ ଯେ ଇକ୍ୱିନିକ୍ସ କଣ? ଇକ୍ୱିନିକ୍ସ ତୁମର ହଉଛି ଏଟା ହଉଛି କଣ ଗୋଟେ ଇକ୍ୱେଟର ଜାଗା। এইটা ମାନେ କଣ ହବ? ସେଦିନ ଦିନ ତୁମର 12 ଘଣ୍ଟା ହବ ଏବଂ ରାତି ତୁମର 12 ଘଣ୍ଟା ହବ। ତା ମାନେ କଣ? ଯା ସେଣ୍ଟରଟା ସୂର୍ଯ୍ୟ ସେଣ୍ଟରରେ ରହିବ। ମାନେ ସେଦିନ ଗୋଟେ ଏମିତି ଜିନିଷ ରହିବ, ସୂର୍ଯ୍ୟ ପୁରା ମଝା ମଝିରେ ରହିଲା। ସେଦିନ ଦିନ ତମର ହବ 12 ଘଣ୍ଟା, ରାତି ତମର ହବ 12 ଘଣ୍ଟା, ତାକୁ ଆମେ କହୁଛେ ଇକ୍ୱିନିକ୍ସ। এটা ତମର ପିଲାମାନେ କେବେ ହୁଏ ରେ ବାବା? ମାର୍ଚ୍ଚ 21 ଏବଂ ସେପ୍ଟେମ୍ବର 23 ରେ ପିଲାମାନେ ହୁଏ। 44 ନମ୍ବର ଅପସନ ଦେଖ, ସେପ୍ଟେମ୍ବର 22 23 এবং তোমার হচ্ছে মার্চ 21 44 নম্বর অপশন বি হব তোমার ইয়ার করেক্ট আনসার। পঞ্চপটমাଳି এটা তোমার কোউ মানে কোউ মেটাল পাই? পঞ্চপটমাଳିটা তোমার হচ্ছে কোউ মেটাল পাই? ক্রোমাইট, বক্সাইট, তোমার গ্রাফাইট না তোমার হচ্ছে ডেলামাইট? ପିଲାମାନେ ଦେଖ ପଞ୍ଚପଟମାଳିଟା ତମର ହଉଛି ବକ୍ସାଇଟ। ହଉ ଚାଲ ଏଠି ଆଉ କିଛି ଆମେ ବର୍ତ୍ତମାନ କ୍ୱେଶ୍ଚନ କରିବା। ତମର ପିଲାମାନେ ଏଠି ବର୍ତ୍ତମାନ କଣ ଆସିଛି ନା କିଛି ଫୁଲ ଫର୍ମ ବି ତମର ଆସିଛି। କିଛି ଫୁଲ ଫର୍ମ ତମର ପକେଇଛି। କଣ ଫୁଲ ଫର୍ମ? ଚାଲ ଆମେ ତାକୁ ଡିସ୍କସନ କରିବା। ପ୍ରଥମ ହେଲା ତମର କଣ? ପାନ୍। ପାନ୍ ଟା ପିଲାମାନେ ତମର କଣ ରେ ବାବା? ପରମାନେଣ୍ଟ ଆକାଉଣ୍ଟ ନମ୍ବର। ସେମିତି ତମର ପକେଇଥିଲା ଏଆଇ। ଏଆଇ ର ଫୁଲ ଫର୍ମ ତମର ହେଲା କଣ ନା ତମର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ। এটা ତମର ପକେଇଥିଲା। ଲାନ୍ ଟା ତମର ପକେଇଥିଲା। ଲାନ୍ ଟା ପିଲାମାନେ କଣ ନା ତମର ଲୋକାଲ ଏରିଆ ନେଟୱାର୍କ। এটা ତମର ହଉଛି ଲାନ୍ ହେଲା। ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ଯୋଉ ତମର ପିଲାମାନେ କଣ ଥିଲେ 1938 ରେ 1938 ରେ ତମର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେ ପିଲାମାନେ ତମର କଣ ଥିଲେ ନା ପ୍ରେସିଡେଣ୍ଟ ଥିଲେ। এটা ତମର ଗୋଟେ ଆସେ ହେଲା। ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ର ପିଲାମାନେ ପ୍ରେସିଡେଣ୍ଟ କିଏ ଥିଲେ ନା ଉମେଶ ଚନ୍ଦ୍ର ବାନାର୍ଜୀ ପିଲାମାନେ ଥିଲେ। ଉମେଶ ଚନ୍ଦ୍ର ବାନାର୍ଜୀ ତମର ଥିଲେ ପ୍ରେସିଡେଣ୍ଟ। ଆକୁ ଟିକେ ମନେ ରଖିଥିବ। ବେଦ ମିନିଂ ଅଫ ସଂସ୍କୃତ ହେଲା ପିଲାମାନେ ହଉଛି ତୁମର ନଲେଜ। ଗାନ୍ଧୀ ଇରୁ ଇମ୍ପାକ୍ଟ ମଧ୍ୟ ପିଲାମାନେ ତୁମର ଆସିଥିଲା। ଗାନ୍ଧୀ ଇରୁ ଇମ୍ପାକ୍ଟ କେବେ ହେଇଥିଲା ପିଲାମାନେ? 5 ମାର୍ଚ୍ଚ 1931 ମୋ ଛୁଆ ଏଟା ମଧ୍ୟ ତମର ଗୋଟେ ଆସିଥିଲା। ଜଗନ୍ନାଥ ଟେମ୍ପୁଲ ପିଲାମାନେ ଦେଖ ତମର ପକେଇଛି ସେଇ ସେମ୍। ଜଗନ୍ନାଥ ଟେମ୍ପୁଲ କିଏ ତିଆରି କରିଥିଲେ? ଚଡଗଙ୍ଗ ଦେବ। ଚଡଗଙ୍ଗ ଦେବ ତମର ହଉଛନ୍ତି ଜଗନ୍ନାଥ ଟେମ୍ପୁଲ ପିଲାମାନେ ତିଆରି କରିଥିଲେ। ଲିଙ୍ଗରାଜ ଟେମ୍ପୁଲ କିଏ କରିଥିଲେ? ଲିଙ୍ଗରାଜ ଟେମ୍ପୁଲ ତମର କରିଥିଲେ ଯଜାତି କେଶରୀ। ଯଜାତି କେଶରୀ ସେ ହଉଛନ୍ତି ତମର ଲିଙ୍ଗରାଜ ଟେମ୍ପୁଲ କରିଥିଲେ। ସେମିତି ତମର ପିଲାମାନେ କେଦାର ଗୌରୀ ଟେମ୍ପୁଲ କିଏ କରିଥିଲେ? ଯଦି ତମର ଆସିଲା କେଦାର ଗୌରୀ, କେଦାର ଗୌରୀ ପିଲାମାନେ କରିଥିଲେ ତମର କିଏ? ସିଏ ହଉଛନ୍ତି ତମର ଲଲାଟେନ୍ଦୁ କେଶରୀ ହେଲା। ଲଲାଟେନ୍ଦୁ କେଶରୀ, ଲଲାଟେନ୍ଦୁ କେଶରୀ ସିଏ ତମର ହଉଛନ୍ତି କେଦାର ଗୌରୀ କରିଥିଲେ। ଆଉ ସେମିତି ପିଲାମାନେ ଦେଖ ଆଉ କିଛି ମୁଁ କହିଦଉଛି ଦେଖ। ସେମିତି ତମର ଆସିବା ପିଲାମାନେ ଯୋଉ ବାଜିରାଉ ଥିଲେ ତାଙ୍କ ବାପାଙ୍କ ନାମ କଣ ଥିଲା? ତାଙ୍କ ନାମ ଥିଲା ବାଲାଜୀ ବିଶ୍ୱନାଥ ଥିଲା। এইগুଡିକ ସବୁ ପିଲାମାନେ ତମର କ୍ୱେଶ୍ଚନ ଗୁଡାକ ଟିକେ ଆସୁଛି। ହଉ, ଚାଲ ଏଠି ସିଏ କହିଛି ନିମ୍ନଲିଖିତ ପୁସ୍ତକ ଏବଂ ତାର ଲେଖକ ମଧ୍ୟରୁ କୋଉଟା ଭୁଲ? ଏଲିସ୍ ଅନ୍ ୱାଣ୍ଡରଲାଣ୍ଡ, ଲୁଇସ୍ କରସ୍ ଏଗୁଡା ପିଲାମାନେ ଲେଖିଥିଲେ। এটা তোমার করেক্ট आंसर কোଉটা হব? 48 অপশন ডি হব। এই ଯୋଉ ତମର ବ୍ରକର ଲେନ୍ସ ପିଲାମାନେ ଆକୁ ବୋଧେ ଲେଖିଥିଲେ କାଇ ତାଙ୍କ ନାଁ ସମଥିଙ୍ଗ ଥିଲା କାହିଲ ଗିବ୍ରାହମ ଏମିତି ଗୋଟେ କଣ ତାଙ୍କ ନାଁ ଥିଲା। ଏ ଗୁଗଲ କରିଦବ କାହିଲ ଗିବ୍ରାମ ଏମିତି ସମଥିଙ୍ଗ ତାଙ୍କ ନାଁ ଥିଲା ଯେ ତମର ଲେଖିଥିଲେ ଅପସନ 5ଟା ମାନେ ଅପସନ ଡି ହବ ଏହାର କରେକ୍ଟ आंसर। ଆକୁ ଅରୁନ୍ଧତୀ ରାୟ ଲେଖିନଥିଲେ କାରଣ ଏଟା ଇଂଲିଶ ବୁକ୍ ଥିଲା। ବର୍ତ୍ତମାନ ପିଲାମାନେ 49 ଟା ହେଲା କଣ? ଆ ଭିତରୁ କୋଉ ନାଁଟା ଇନକରେକ୍ଟ ମାନେ ତାଙ୍କର ପୂର୍ବ ନାମ, ତାଙ୍କର ପ୍ରକୃତ ନାମ ଏବଂ ତାଙ୍କର ବ୍ୟକ୍ତିତ୍ୱ କୋଉଟା ଇନକରେକ୍ଟ? ବାଘା ଯତୀନ ଯତୀନ ମୁଖାର୍ଜୀ, ଚନ୍ଦନ ହଜୁରୀ ଚାକି ଖୁଣ୍ଟିଆ, ପଠାଣି ସାମନ୍ତ ଚନ୍ଦ୍ରଶେଖର ଶ୍ରୀଚନ୍ଦନ, ସାରଳା ଦାସ ସିଦ୍ଧେଶ୍ୱର ପରିଡା। এটা ବି ମଧ୍ୟ ତୁମର ପିଲାମାନେ ମୁଁ ଦେଲି ତୁମକୁ ହୋମୱାର୍କ। କମେଣ୍ଟ ସେକ୍ସନରେ ପିଲାମାନେ ଯେତିକି ତୁମର ହୋମୱାର୍କ ଦିଆଯାଉଛି ତାକୁ ଟିକେ କମେଣ୍ଟ ସେକ୍ସନରେ ଲେଖିବ। 50 ନମ୍ବରଟା ବି ପିଲାମାନେ ସେମିତି ଯେ ତୁମର ବ୍ରିଟିଶ ଶାସନ ବିରୋଧରେ ବୀର ସୁରେନ୍ଦ୍ର ସାଏ ପ୍ରଥମେ କେବେ ବିଦ୍ରୋହ ଘୋଷଣା କରିଥିଲେ? এটা ମଧ୍ୟ ତୁମର ମୋ ଛୁଆ ହୋମୱାର୍କ ହେଲା। ତ ମୋ ପିଲାମାନେ ଏତିକି ତୁମର ହୋମୱାର୍କ ଗଲା। ଆଶା କରୁଛି ତମମାନଙ୍କୁ ନିଶ୍ଚୟ ରୂପରେ ହୋମୱାର୍କ ଗୁଡିକ କରିବ, କମେଣ୍ଟ ସେକ୍ସନରେ ଲେଖିବ। ଯଦି ତୁମକୁ କ୍ଲାସ ଭଲ ଲାଗିଛି ତେବେ ତମେ ମାନେ କ୍ଲାସକୁ ସେୟାର କରିବ। ଯେତେରୁ ଯେତେ ତୁମର ସାଙ୍ଗ ସାଥୀ ଯେଉଁମାନେ ବି କରୁଛନ୍ତି ସେମାନଙ୍କୁ କ୍ଲାସ ସେୟାର କରିବ ଏବଂ ପିଲାମାନେ ତାଙ୍କୁ ତୁମେ କହିବ ଯେମିତି ସେମାନେ ଆମର ଯୋଉ ରହିଛି ଭିଡିଓକୁ ଯେମିତି ରେଗୁଲାରଲି ଦେଖିବେ ଏବଂ ତା ସହିତ ସବୁଠୁ ଇମ୍ପୋର୍ଟାଣ୍ଟ କଥା ପିଲାମାନେ ତମମାନଙ୍କ ମଧ୍ୟରୁ ଯୋଉମାନେ ଏତେ ପର୍ଯ୍ୟନ୍ତ ଆମ ଆପ୍ଲିକେସନ ଅଲ୍ ଏକ୍ସାମ ସାଥୀକୁ ଇନଷ୍ଟଲ କରିନ ସର୍ବପ୍ରଥମେ ପିଲାମାନେ ସେଟାକୁ ଇନଷ୍ଟଲ କରିଦିଅ। ତମେ କହିବ ସାର୍ ସେଟା ଇନଷ୍ଟଲ କରିବା ଦ୍ୱାରା ଆମକୁ ମିଳିବ କଣ? ପିଲାମାନେ ତମର ଯୋଉ କ୍ଲାସର ନୋଟ୍ସ ଗୁଡିକ ରହୁଛି ସେଟା କେବଳ ଆଉ କେବଳ ତମର ଆପ୍ଲିକେସନ ମାଧ୍ୟମରେ ହିଁ ମିଳୁଛି। ଏବଂ ତା ସହିତ ମୋ ଛୁଆ ଯଦି ତମେ ଏଟା କରିବା ପାଇଁ ଚାହୁଁଛ ମାନେ କଣ କୁହ ନା ଆମର ଯୋଉ ରହିଛି କୌଣସି କୋର୍ସ ନବା ପାଇଁ ଚାହୁଁଛ ତେବେ ଆମର କୋର୍ସ ଗୁଡିକ ମଧ୍ୟ ଷ୍ଟାର୍ଟ ହେଇଯାଇଛି। ତମେ ମାନେ ଯୋଉ କୋର୍ସ ବି ଚାହୁଁଛ ସେଇ କୋର୍ସକୁ
ନେଇପାରିବ। ତ ଆଜି ପାଇଁ ଏତିକି। ରହିଲି ନମସ୍କାର। ଜୟ ଜଗନ୍ନାଥ।